मुकुंद प्रिय माँ कहतु। हरे कृष्ण प्रभुजी। प्रथमରୁ ଆଗ ମାନେ ଆରମ୍ଭ ପଢିବା ପୂର୍ବରୁ ସମସ୍ତଙ୍କୁ ପ୍ରାର୍ଥନା କରିକି ଆଗ ସବୁ କୁହାଯାଏ, ସମସ୍ତଙ୍କୁ ପ୍ରାର୍ଥନା କରାଯାଏ, ସମସ୍ତଙ୍କୁ ଶ୍ରୀ ଚରଣରେ ପ୍ରାର୍ଥନା କରିକି କାର୍ଯ୍ୟକ୍ରମ ଆରମ୍ଭ କରାଯାଏ। धन्यवाद। आम मैंने बही खोलिले प्रथम शब्द बाहर मंगलाचरण। ଆଜ୍ଞା। मंगलाचरण केतोटी शब्द अच्छी मंगल आचरण दुईटी शब्द अच्छी। यार अर्थ हूँ जो आचरण अर्थ कौन? ନିଜେ ସେଇଟା ନିଜ ଜୀବନ ମାନେ ଭକ୍ତି ଜୀବନରେ ଆଚରଣ କରିବା, ଅନ୍ୟ ଆଗରେ ନିଜକୁ ପ୍ରଦର୍ଶିତ କରିବା ଭକ୍ତ ଆଚରଣ ଭାବରେ। ଅର୍ଥ ବ୍ୟବହାର। ଶୁଦ୍ଧ ପ୍ରଭୁ ବ୍ୟବହାର ସ୍ୱଭାବ ପ୍ରଭୁ। ବ୍ୟବହାର। ଆଚରଣ ଅର୍ଥ ବ୍ୟବହାର ସ୍ୱଭାବ। ସ୍ୱଭାବ ସ୍ୱଭାବ। ठीक ठीक अच्छे। आचरण मान हूँ किसी व्यवहार करवा बा किसी कृत्य कार्य करवा कृत्य करवा। मंगल माने ଯାତ୍ରାର ଅନୁକୂଳ ହେବା ପାଇଁ ବା ଆମର ଯାତ୍ରାର ଅନୁକୂଳ ହେଉ ହବ। ଯେକୌଣସି ଗ୍ରନ୍ଥକାର ଗୋଟେ ଗ୍ରନ୍ଥ ରଚନା କଲେ ସେ ତାଙ୍କର ଗ୍ରନ୍ଥର ନିର୍ବିଘ୍ନ ରଚନା ପାଇଁ ତାଙ୍କର ଇଷ୍ଟ ଦେବଙ୍କୁ ପ୍ରଣାମ କରନ୍ତି, ପ୍ରାର୍ଥନା କରନ୍ତି ଏବଂ ଯେଉଁମାନେ ଗ୍ରନ୍ଥ ଅଧ୍ୟୟନ କରିବେ ପାଠକ ବା ଶ୍ରୋତା ମାନଙ୍କୁ ଆଶୀର୍ବାଦ କରନ୍ତି। এই যে ମଙ୍ଗଳ ଆଚରଣ ହଉଛି ତିନି ପ୍ରକାର। ତାର ଏକ୍ସାମ୍ପଲ ଆମକୁ ମିଳୁଛି ଚୈତନ୍ୟ ଚରିତାମୃତରେ। ଏଇଠି ମଧ୍ୟ ପ୍ରଥମ ପାରାଗ୍ରାଫରେ ମଧ୍ୟ ପ୍ରଭୁପାଦ ମହାରାଜ ଲେଖିଲେ, କଣ ଲେଖିଲେ? ଲାଷ୍ଟଟା ସେ ଆମ ଉପରେ ତାଙ୍କର କୃପା ବର୍ଷିତ ହେଉ, ଯାହା ଫଳରେ ପରମ ପୂଜ୍ୟ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ପ୍ରେରଣାରେ ଲେଖାଯାଉଥିବା ଭକ୍ତିର ସାମନ୍ତ ସିନ୍ଧୁ ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେବ। ଏଇଟା ପ୍ରାର୍ଥନା ଆମ ଗୁରୁଦେବଙ୍କ ପାଖରେ। ତ ମଙ୍ଗଳାଚରଣ ତିନି ପ୍ରକାର। କଣ? ଗୁରୁ, ବୈଷ୍ଣବ ଏବଂ ଭଗବାନ ତିନି ଜଣଙ୍କର ସ୍ମରଣ କରିବା। এই ଏକ୍ସାମ୍ପଲଟା ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଗ୍ରନ୍ଥର ଆରମ୍ଭ କରି ମଙ୍ଗଳାଚରଣ ଗୁରୁ ବୈଷ୍ଣବ ଭଗବାନ ତିନିର ସ୍ମରଣ। ଗୁରୁଦେବ ଏବଂ ସମସ୍ତ ବୈଷ୍ଣବ ଭକ୍ତ ଏବଂ ତାଙ୍କର ଇଷ୍ଟ ଦେବ ଭଗବାନ ଏ ତିନି ଜଣଙ୍କୁ ସ୍ମରଣ କରିବା। ତିନିର ସ୍ମରଣ ହୁଏ ବିଘ୍ନ ବିନାଶନ, ଅନାୟାସ ହୟ ନିଜ ବାଞ୍ଛିତ ପୂରଣ। ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର। ଏ ମଙ୍ଗଳାଚରଣ ତିନି ପ୍ରକାର, ତିନି ଜଣଙ୍କୁ ସ୍ମରଣ କରାଯାଏ ଏବଂ ତିନି ପ୍ରକାର। କଣ କଣ? ବସ୍ତୁ ନିର୍ଦ୍ଦେଶ, ଆଶୀର୍ବାଦ, ନମସ୍କାର। ଏ ମଙ୍ଗଳାଚରଣ ହଉଛି ତିନି ପ୍ରକାର। ବସ୍ତୁ ନିର୍ଦ୍ଦେଶ ମାନେ କଣ? ଏଇ ଯୋଉ ଗ୍ରନ୍ଥରେ ସେ କଣ ରଚନା କରିବା ପାଇଁ ଯାଉଛନ୍ତି ତାର ସଂକ୍ଷିପ୍ତ ସମରାଇଜ, एकदम सारांश भाव गोटे पाराग्राफ, गोटे पेज दुईटा तीन पाराग्राफ। वस्तु निर्देश एवं आशीर्वाद जो टिके पूर्व कहली, जो श्रोता भक्त बा पाठक मानक आशीर्वाद, जो मैंने शुणिबे बा पढ़िबे से आशीर्वाद एवं नमस्कार क्या ना निज इष्ट को भगवान को। ये है मंगलाचरण। आचरण माने हूँ किसी व्यवहार करिबा मंगलवार यात्रार अनुकूल बा यात्रा अनुकूल हो तार प्रार्थना करिबा। संस्कृत रे कहते मंगी गतो माने आमर गति बा डेस्टिनेशन को प्राप्त होया पई बा सेठारे पहुंचीबा पई किछि आचरण करिया पड़े ताको मंगलाचरण कहा जाए। आमर जो डेस्टिनेशन मान लक्ष्य जो सिद्धांत में उपनीत हवा बा गोटे लक्ष्य स्थिर धार्य करिया से लक्ष्य में पहुंचबा, से लक्ष्य स्थिर जो करथिबा से लक्ष्य स्थान में पहुंचिया पई जो किछि कार्य कर जाए, किछि आचरण करिया पड़े ताको मंगलाचरण कहा जाए बा किछि शुभ क्रिया करिया पई पड़े। ग्रंथ लेखर विभिन्न प्रकार परंपरा, ये परंपरा अच्छी लेखक माने मंगलाचरण करती। तो सबुठु मुख्य एग्जांपल होचंदी चैतन्य चरितामृत जोटा आम एबे सुनिले,
ଯେ ବସ୍ତୁ ନିର୍ଦ୍ଦେଶ, ଆଶୀର୍ବାଦ, ନମସ୍କାର। ପ୍ରଥମେ ଗ୍ରନ୍ଥରେ କିଛି ସମରାଇଜ ରହିବ ଏବଂ ତାପରେ ଶ୍ରୋତା ଏବଂ ପାଠକ ମାନଙ୍କୁ ଆଶୀର୍ବାଦ ଏବଂ ଇଷ୍ଟଦେବଙ୍କୁ ପ୍ରଣାମ। এইটা হচ্ছে ଆଦର୍ଶ ମଙ୍ଗଳାଚରଣ। ରୂପ ଗୋସ୍ୱାମୀ ମଧ୍ୟ ଠିକ ସେଇପରି এই ମଙ୍ଗଳାଚରଣକୁ ଫଲୋ କରିକି ଚାଲୁଛନ୍ତି। ତେଣୁକରି ସେ ପ୍ରଥମେ ମଙ୍ଗଳାଚରଣରେ ତାଙ୍କର ଗୁରୁଦେବ ବା ଭଗବାନ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି ଏବଂ ତାଙ୍କର ଶିକ୍ଷାଗୁରୁ ସନାତନ ଗୋସ୍ୱାମୀ ଏବଂ ତାଙ୍କ ପାଠକ ମାନଙ୍କୁ ଆଶୀର୍ବାଦ କରୁଛନ୍ତି ଏବଂ ନିର୍ବିଘ୍ନରେ ଗ୍ରନ୍ଥ ସମାପନ ହେଉ ସେଥିପାଇଁ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ଗ୍ରନ୍ଥରେ କଣ କଣ ଆଲୋଚନା କରୁଛନ୍ତି ଯୋଉ ବସ୍ତୁ ନିର୍ଦ୍ଦେଶ ମଧ୍ୟ ଦଉଛନ୍ତି। ଦେଖନ୍ତୁ ଏ ଯୋଉ ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେଉ ପ୍ରଭୁପାଦ ମହାରାଜ ଲେଖିଲେ ଲାଷ୍ଟ 3ଟା ଶବ୍ଦ। ଏଇ ବିଘ୍ନ କେମିତି ହୁଏ, କଣ ପାଇଁ ହୁଏ, ତାର କାରଣ କଣ? ଆପଣ ମାନେ ଜାଣିଥିବେ ଆମର ଦେବାଦେବୀ ମାନଙ୍କ ମଧ୍ୟରେ ଜଣେ ଦେବତା ଅଛନ୍ତି ଗଣେଶ। ତାଙ୍କୁ କଣ କୁହାଯାଏ? ବିଘ୍ନ ବିନାଶ କୁହନ୍ତି ନା। ବିଘ୍ନ ନାଶନ। ବିଘ୍ନ ତ ବିନାଶ। ଗଣେଶଙ୍କୁ ସେ ଦାୟିତ୍ୱ ଦିଆଯାଇଛି କଣ? ସେ ସବୁ କାର୍ଯ୍ୟରେ ବିଘ୍ନ, ତାକୁ ଯଦି ପୂଜା ନ କରାଗଲା ସେ ନିଜେ ହିଁ ବିଘ୍ନଟା ମାନେ ଆରମ୍ଭ କରିଦେବେ। ସର୍ବବିଘ୍ନ ବିନାଶାୟ କହନ୍ତି ପ୍ରଭୁଜୀ। ତ ଗଣେଶଙ୍କୁ ଯଦି ଯେକୌଣସି କାର୍ଯ୍ୟ କରନ୍ତୁ, ଆମର ଶୁଭ କାର୍ଯ୍ୟରେ ମାନେ ଜଗତରେ ବିବାହ, ବ୍ରତ ଏସବୁ କାର୍ଯ୍ୟରେ ଆଗ ଗଣେଶଙ୍କୁ ପୂଜା କରାଯିବ। କିନ୍ତୁ ଆମ ବୈଷ୍ଣବ ମତରେ ତ ସେଠି ଗଣେଶଙ୍କୁ ପୂଜା ନ କରିକି ନୃସିଂହଙ୍କୁ ପୂଜା କରାଯାଏ। ନୃସିଂହ ଦେବ ସର୍ବବିଘ୍ନ ବିନାଶକ। ତ ଏଇ କଥାଟାକୁ ବୁଝିବା ପାଇଁ ଗୋଟେ ଏକ୍ସାମ୍ପଲ ଦଉଛନ୍ତି ଆମର ଆଚାର୍ଯ୍ୟ। ଗଣେଶ ଠାକୁରଙ୍କୁ ଦାୟିତ୍ୱ ଦିଏ ସେ କିଛି ନା କିଛି ବାଧା କରିବେ। କଣ ଏକ୍ସାମ୍ପଲ ଦଉଛନ୍ତି? ଆମେ ଗତ କ୍ଲାସରେ ଶୁଣିଥିଲେ ଗୋଟେ ଏକ୍ସାମ୍ପଲ, ଏ ସମୁଦ୍ର ମନ୍ଥନ ଲୀଳା। ସମୁଦ୍ର ମନ୍ଥନ ଲୀଳାରେ ଯେତେବେଳେ ଦୈତ୍ୟ ଏବଂ ଦେବତା ଏକତ୍ରିତ, ଦାନବ ଏବଂ ଦେବତା ଏକତ୍ରିତ ହେଲେ ଏବଂ ମନ୍ଦର ପର୍ବତକୁ ଆଣିକି କ୍ଷୀରସାଗର ରଖିଲା ବେଳେ ସେ ଅଟୋମେଟିକ ବୁଡି ଚାଲିଲା, ବୁଡିବାକୁ ଲାଗିଲା। ସେଠି ସମସ୍ତେ ବ୍ୟତିବ୍ୟସ୍ତ ହେଇଗଲେ। ସମୟ ଯାଏ ଭଗବାନ ପାଖରେ ପହଞ୍ଚେ। ଭଗବାନ କହିଲେ ଇଏ ତ ମୋ ପୁଅର ଲୀଳା। ଗଣେଶ ତାଙ୍କର ଗୋଟେ ଅନୁଗତ ପୁତ୍ର ବା ଶିଷ୍ୟ, ଭଗବାନଙ୍କର ସେବକ, ତାର କିଛି ଦୋଷ ନାହିଁ। ତାଙ୍କର ସେ ସେବା ଦିଆ ସେ କରିବ। ସିଏ ଭଗବାନ ନିଜେ ମନ୍ଦର ପର୍ବତ ତଳେ କଚ୍ଛପ ଅବତାର ରୂପ ନେଇକି ମନ୍ଦର ପର୍ବତ ଟେକିକି ଧରିଲେ। ତ ଏଠି ଅଷ୍ଟମ ସ୍କନ୍ଧ 7ମ ଅଧ୍ୟାୟରେ 8 ନମ୍ବର ଅଧ୍ୟାୟରେ ଶୋକରେ କହୁଛନ୍ତି ବିଲୋକ୍ୟ ବିଘ୍ନେଶ ବିଧ୍ୟନ୍ ତଦେଶ୍ୱର। ଇଏ ହଉଛି ଗଣେଶଙ୍କର କାର୍ଯ୍ୟ, ସିଏ ଏଇଟା କରିବେ। ତାପରେ କହୁଛନ୍ତି ତା ପୂର୍ବ ଟିକେ ଶୋକରେ ଝିଅ ମାଣ ଅପି ବଲିଭି, ମାନେ ଏମିତି ଲାଗିଲା କି ତାଙ୍କ ଦେବତା ଏବଂ ଅସୁରଙ୍କର କାର୍ଯ୍ୟ ଗୁଡା ସବୁ ନଷ୍ଟ ହେଇଯିବ। ମାନେ ପର୍ବତ ତ ବୁଡିଗଲା ଆଉ ମନ୍ଥନ କରିବେ କେମିତି? ତେଣୁକରି ଏଇ ସମସ୍ତ ବିଘ୍ନ ଦୂର କରିବା ପାଇଁ ଜଣେ ଲେଖକ ସବୁଠୁ ଏ ଜଗତର ସବୁଠୁ ଶ୍ରେଷ୍ଠ ବସ୍ତୁ କିଏ? ଭଗବାନ, ଭଗବାନଙ୍କର ଭକ୍ତ, ସେମାନଙ୍କୁ ସ୍ମରଣ କରନ୍ତି ମଙ୍ଗଳାଚରଣ। ଗୁରୁ, ବୈଷ୍ଣବ, ଭଗବାନ। ନିଜ ଗୁରୁ ହେଲେ ଜଣେ ଶିଷ୍ୟ ପାଇଁ ସବୁଠୁ ବଡ। ଭଗବାନଙ୍କର ସ୍ୱରୂପ ମଧ୍ୟ ଗୁରୁଦେବଙ୍କୁ ମାନାଯାଏ ଏବଂ ଇଷ୍ଟଦେବ ଏବଂ ବୈଷ୍ଣବ। ଭକ୍ତି ଠାକୁର ଭଜନ ଲେଖୁଛନ୍ତି ବୈଷ୍ଣବ ଦେଖିବା ଜାଣିବ ଜୀବନର ପ୍ରକୃତର ବନ୍ଧୁ। ଯଦି ପ୍ରକୃତର ବନ୍ଧୁ ବୋଲି ଜଗତରେ କେହି ଥାନ୍ତି ସେ ହେଲେ ଭଗବାନଙ୍କର ଭକ୍ତ ବୈଷ୍ଣବ। ତେଣୁକରି ପ୍ରଥମେ ମଙ୍ଗଳାଚରଣରେ ରୂପ ଗୋସ୍ୱାମୀ
ଗୁରୁ ବୈଷ୍ଣବ ଭଗବାନଙ୍କୁ ସ୍ମରଣ କରୁଛନ୍ତି ଏବଂ ତାପରେ ଆମେ ଆଲୋଚନା କରିବା ଭକ୍ତିର ସମାଜ ସୁନ୍ଦର ଆଲୋଚ୍ୟ ବିଷୟବସ୍ତୁ। ଏବେ ହ୍ୟାଣ୍ଡ ଯୋଉ ପିଡିଏଫ ଦେଇଥିଲି ସେ ପିଡିଏଫ ରେ ଦେଖନ୍ତୁ ପ୍ରଥମ ଶ୍ଲୋକଟା ସମସ୍ତେ ଏକା ସାଙ୍ଗରେ ପାଠ କର। ଅଖିଳ ରସାମୃତ ମୂର୍ତ୍ତି ପ୍ରସୁମ ରୁଚି ରୁଦ୍ଧ ତାରକା ପାଲିହି କଳତ ତ ଶ୍ୟାମା ଲଳିଭ ରାଧା କଲତ ପ୍ରୟାଣ ଶ୍ୟାମା ଲଳିତ ରାଧା ପ୍ରେୟାନ ବିଧୁର ଜୟତି। ଯତି ଆଚ୍ଛା, ଆଉ କୋଉ ଭକ୍ତ ମାନଙ୍କ ପାଖରେ ନାହିଁ କି ପିଡିଏଫ? ସମସ୍ତେ ଅଛି ପାଠ ପ୍ରଭୁ। କରୁଛନ୍ତି ତ? ହଁ ପ୍ରଭୁ। ଠିକ ଅଛି। ଅଖିଳ ରସାମୃତ ମୂର୍ତ୍ତି ପ୍ରସୁମର ରୁଚି ରୁଦ୍ଧ ତାରକା ପାଲି କଲତ ଶ୍ୟାମା ଲଲିତ ରାଧା ପ୍ରିୟାନ ବିଧୁର ଜୟ। ଜୟତି ଏଟା ହେଲା ପ୍ରଥମ ଶ୍ଲୋକ। କଳତ ଶ୍ୟାମଳ ରାଧା ପ୍ରେୟମ୍ବ ଭଜତି। ଆଚ୍ଛା, ଏଇ ଯୋଉ ପ୍ରଥମ ଠିକ ଅଛି, ଏଇ ଯୋଉ ପ୍ରଥମ ପାରାଗ୍ରାଫ ଆପଣ ମାନେ ପଢିଲେ ସେଠି ଦେଖନ୍ତୁ ଯୋଉ ତାରକା ପାଳି ଶ୍ୟାମା ଲଲିତା କିଛି ଲେଖା ହେଇଛି? ହଁ ପ୍ରଭୁ ଲେଖା ହେଇଛି। ଅଛି ଗୋପୀ ମାନଙ୍କର ନାଁ। 5 ଜଣ ଗୋପୀକୁ ଭଗବାନଙ୍କର ମୁଖ୍ୟ, ଯୋଉଟା କି ତାରକା ପାଳିକା ଶ୍ୟାମା ଲଳିତା ଶ୍ରୀମତୀ ରାଧାରାଣୀ। ଆଚ୍ଛା, ଏଇ 5 ଜଣ ହେଲେ ମୁଖ୍ୟ। ଆଜ୍ଞା। ଆଚ୍ଛା, ହଉ ଠିକ ଅଛି। ତ ଏଇ ଯୋଉ ଶ୍ଲୋକର ମୁଖ୍ୟ କଥା ହେଲା କଣ? ବିଧୁର ଜୟତି। ବିଧୁ ଜୟତି, ଜୟତି ମାନେ କଣ? ଜୟ କହିବା ବା ଜୟ ଦେବା ବା ଜଣକୁ ପ୍ରଣାମ କରିବା, ଜଣଙ୍କର ଆନୁଗତ୍ୟ ସ୍ୱୀକାର କରିବା। ଶ୍ଲୋକଟାକୁ ଟିକେ ଯଦି ପାରିବେ ଭଲ ଭାବେ ଦେଖନ୍ତୁ। ଲେଖା ହେଇଛି କଣ? ଅଖିଳ ରସାମୃତ ମୂର୍ତ୍ତି ପ୍ରସୁମର ରୁଚି ରୁଦ୍ଧ ତାରକା ପାଲି କଲିତ ଶ୍ୟାମା ଲଲିତ ରାଧା ପ୍ରିୟାନ ବିଧୁର ଜୟତି। ଏ ଲଳିଭୋ ବିଧୁଙ୍କର ଜୟ ହେଉ। ବିଧୁ ବଧୁର କିଏ? ଜୟତି ପ୍ରଭୁ ବିଧୁ ବିଧୁ ଲଳିଭୋ ବିଧୁ ବିଧୁ ସଂସ୍କୃତ ବିଧୁର ଜୟତି। ବିଧୁ କିଏ? ଭଗବାନ। ବିଧୁ କିଏ? କିଏ କହିପାରିବେ? ଜଣେ ମା ଭଗବାନ କହିଲେ ଭଗବାନ। ଏଠି ଠିକ ଅଛି, ଭଗବାନ ଧନ୍ୟବାଦ। ଆଉ କିଏ କହିପାରିବେ? ବିଧୁ ମାନେ କଣ? ଆଉ କିଏ ଜାଣିଛ? ବିଧୁ ମାନେ ହଉଛନ୍ତି ଚନ୍ଦ୍ରମା। ଏବଂ ଭଗବାନ ବି। ଶୁଣିବା ଆମେ ଆପଣ ଯଦି ଶୁଣିଥିବେ, ବିଧୁ ବଦନୀ ସବ ଭାତ ସବାରି ବସନ ବିନା ସୋହନ ନାରୀ। ଏ ବିଧୁ ବଦନୀ ମାନେ ଚନ୍ଦ୍ରମୁଖୀ। ଯଦି ସଂସ୍କୃତ ମାନେ ବ୍ୟାକରଣ ଆପଣ ଖୋଜିବେ, ତାହେଲେ ବିଧୁ ମାନେ ହଉଛି ଶ୍ରୀବତ୍ସ ଲାଞ୍ଛନ। ଆଚ୍ଛା, ସମସ୍ତେ ମ୍ୟୁଟ କରନ୍ତୁ, ଇକୋ ହଉଛି ଖାଲି। ବିଧୁ ମାନେ ହଉଛି ଶ୍ରୀବତ୍ସ ଲାଞ୍ଛନ। ଲେଖିକି ରଖନ୍ତୁ, ଏଟା ବୁଝିପାରିବେ ସୁବିଧା। ଦେଖନ୍ତୁ, ଏଇ ଯୋଉ ପ୍ରଭୁପାଦ ମହାରାଜ, ଆମେ ଏଇ ଗ୍ରନ୍ଥକୁ ବେଶ କରି ପଢିବା, କିନ୍ତୁ ପ୍ରଭୁପାଦ ମହାରାଜ ଶ୍ଲୋକ ଆବୃତ୍ତି କରୁନାହାନ୍ତି, ଖାଲି ଶ୍ଲୋକକୁ ସେ ବୁଝେଇଛନ୍ତି, ମୁଁ ଶ୍ଲୋକ ସହ ବୁଝଉଛି। ଏଇଟା ହେଲା ଫରକ। ଏଇ ପ୍ରଭୁପାଦ ମହାରାଜ ପ୍ରଥମ ପାରାଗ୍ରାଫ ଯାହା ଲେଖିଛନ୍ତି ସେଟା ପ୍ରଥମ ଶ୍ଲୋକରୁ ମୁଁ ସେଟା ନଉଛି। ଠିକ ଅଛି, ଏତିକି ହେଲା ଫରକ। ପ୍ରଭୁପାଦ ମହାରାଜ ଶ୍ଲୋକ ଲେଖିନାହାନ୍ତି, ତ ମୁଁ ଶ୍ଲୋକ ସହ ନଉଛି, ବୁଝିବା ପାଇଁ ସୁବିଧା ହବ। ବିଧୁ ମାନେ ହେଲେ ଚନ୍ଦ୍ରମା। ଆଉ ଗୋଟେ ମାନେ ହଉଛି କଣ? ଶ୍ରୀବତ୍ସ ଲାଞ୍ଛନ। ଶ୍ରୀବତ୍ସ ଲାଞ୍ଛନର ବ୍ୟାଖ୍ୟା ଦଉଛନ୍ତି, ଯାହାର ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ ଅଛି ତାଙ୍କୁ ବିଧୁ କୁହାଯାଏ। ତାହେଲେ କିଏ ସିଏ ହବ? ଯାହାର ବକ୍ଷସ୍ଥଳରେ
ଶ୍ରୀବତ୍ସ ଚିହ୍ନ ଅଛି ତାଙ୍କୁ ବିଧୁ କୁହାଯାଏ। ସେ କିଏ? ଭଗବାନ କୃଷ୍ଣ। ଭଗବାନ କୃଷ୍ଣ। କୃଷ୍ଣକୁ କଣ କୃଷ୍ଣଙ୍କ ଚିହ୍ନରେ ଅଛି ଯେ, କିନ୍ତୁ କୃଷ୍ଣକୁ ମାରି ନଥିଲେ ଶ୍ରୀବତ୍ସ ଯୋଉ ଭୃଗୁବଂଶ ବ୍ରାହ୍ମଣ ଗୋଇଠା ମାରି ନଥିଲେ। ପ୍ରଭୁଜୀ ମାତ୍ର କାହାକୁ? ଭଗବାନ ବିଷ୍ଣୁକୁ। ବିଷ୍ଣୁଙ୍କୁ ମାରିଥିଲେ, ବିଷ୍ଣୁଙ୍କୁ ମାରିଥିଲେ। କୃଷ୍ଣ ଭଗବାନ ଆନ୍ସର ଆସିବ ଷ୍ଟେପ ବାଇ ଷ୍ଟେପ, ଧୀରେ ଧୀରେ। ଏ ଯାହାର ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ ଅଛି ତାକୁ ବିଜୟ କୁହାଯାଏ। ତାମାନେ ଏହାର ଅର୍ଥ ହେଲା ବିଷ୍ଣୁ। ତାପରେ ଆହୁରି ସ୍ପଷ୍ଟ କରିକି ଲେଖୁଛନ୍ତି ଆଚାର୍ଯ୍ୟ, ତାର ମାନେ ଏଇ ଯୋଉ ବିଷ୍ଣୁ ସେ କିଏ ନା ବାସୁଦେବ ଅଶ୍ଚ ଜନକ। ସେ ବିଷ୍ଣୁ ହଉଛନ୍ତି କିଏ? ବାସୁଦେବ ଯାହାର ପିତା। ସରି ବସୁଦେବ, ବାସୁଦେବ ବସୁଦେବ ଯାହାର ପିତା। ବସୁଦେବ କାହାର ପିତା? କୃଷ୍ଣଙ୍କର ବସୁଦେବ ପିତା। ହେଲେ କୃଷ୍ଣଙ୍କର ପିତା। କୃଷ୍ଣ। ଠିକ ଅଛି, ବହୁତ ସୁନ୍ଦର। ଆପଣ ମାନେ ଭଲ ଭଲ ପଏଣ୍ଟ ସବୁ ଧରୁଛନ୍ତି, କହୁଛନ୍ତି। ଯଦି ବସୁଦେବ ହେଲେ କୃଷ୍ଣଙ୍କର ପିତା, ତାହେଲେ କୃଷ୍ଣ କେତେ ପ୍ରକାର କିଏ କହିପାରିବ? ମୁଁ ବୁଦ୍ଧି କାମ କରୁନି। ବାସୁଦେବ ଜୟଦାୟିନୀ ମାତାଜୀ, ପ୍ରଭୁ 10 ପ୍ରକାରରେ, 10 ପ୍ରକାର। ଜୟଦାୟିନୀ ମାତାଜୀ। ହରେ କୃଷ୍ଣ ପ୍ରଭୁ ପ୍ରଣାମ ହଉଛି। ଗୋଟେ ବାସୁଦେବଙ୍କ ପୁତ୍ର ଆଉ ଗୋଟେ ନନ୍ଦଲାଲ ପୁତ୍ର। କିଏ କହିଲେ ଏଇଟା? ଆଚ୍ଛା ବେଦବତୀ ମା, ଦେଖ ତମମାନଙ୍କ ଭିତରୁ କେହି ରୁଲ୍ସ ଗାଇଡଲାଇନ କେହି ଫଲୋ କରୁନି। 2ଟା କ୍ଲାସ ରେ ମୁଁ ଦେଖୁଛି ଜଣୀୟ ଭକ୍ତ ଫଲୋ କରୁଛନ୍ତି, ସେ ହଉଛି ବେଦବତୀ ମାତାଜୀ। ଠିକ ଅଛି ମା, କୁହ କୃଷ୍ଣ କେତେ ପ୍ରକାର? 2 ଜଣ ପ୍ରଭୁଜି, ଗୋଟେ ନନ୍ଦ ବାବାଙ୍କ ପୁତ୍ର ହେଇଥିଲା ଆଉ ଜଣେ ବାସୁଦେବଙ୍କ ପୁତ୍ର ହେଇଥିଲା। ଆଚ୍ଛା ଠିକ ଅଛି, ଭେରି ନାଇସ୍। ଆଚ୍ଛା, ଆଉ ଗୁଣବତୀ ମା କଣ କହୁଥିଲେ କୁହନ୍ତୁ? ମୁଁ କହୁଥିଲି ଇଏ ବାସୁଦେବ କୃଷ୍ଣ ଯିଏକି ବସୁଦେବଙ୍କ ସନ୍ତାନ କୃଷ୍ଣ, ଆଉ ସେ ମାତାଜୀ ତ କହିଲେ ଆଚ୍ଛା ନନ୍ଦଲାଲ। ଠିକ ଅଛି, ଆଚ୍ଛା ଠିକ ଅଛି। ନନ୍ଦ ଶ୍ୟାମା କୁମାର। ରାସେଶ୍ୱରୀ ମାତାଜୀ, ତମେ କଣ କିଛି ହାତ ଫାତ ଦେଖୁନ, ଠକ ଭଳିଆ ଖାଲି ଆସୁଛ। ପଛ ପିଲା ଯେମିତି ପଛ ପିଲା ସବୁ ସାର୍ ସ୍କୁଲରେ ଆସିବେ ଚୁପଚାପ ପଛରେ ବସିକି ପଛରେ ଉଠିକି ପଳେଇଥିବେ। ସାର୍ ଦେଖିନଥିବେ କିଏ ଆସିଲେ ହିଁ ଗଲା। ସୁବିଧା ହଉନି ପ୍ରଭୁଜୀ, ମୁଁ ଆଟେଣ୍ଡ କରୁଛି ଟିକେ, ମୁଁ ସେତେ ଏଇ କରିପାରୁନି ଆଚ୍ଛା ପ୍ରଭୁ। ଠିକ ଅଛି, ଠିକ ଅଛି। ମାଖନ ଆଉ ଚୋର କିଏ କହିବ? ପ୍ରଭୁଜୀ, ମାଖନ ଚୋର ଗୋପୀ ଆଚ୍ଛା ମାନଙ୍କର ଠିକ ଅଛି, ଆଉ ସମୟ ନଷ୍ଟ କଲେ ଲାଭ ନାହିଁ। କୃଷ୍ଣ 3 ପ୍ରକାର, ଓକେ। ଯୋଉଟା ଆମ ଗୌଡୀୟ ବୈଷ୍ଣବଙ୍କ ଆଚାର୍ଯ୍ୟଙ୍କ ପାଖରେ ଫେମସ, ପ୍ରସିଦ୍ଧ। ଗୋଟେ ହଉଛି ଦ୍ୱାରକାଧୀଶ କୃଷ୍ଣ, ହଁ ଦ୍ୱାରକାଧୀଶ। ତାପରେ ହେଲେ ମଥୁରାଧୀଶ କୃଷ୍ଣ, ତାପରେ ଆଉ ବୃନ୍ଦାବନଧୀଶ କୃଷ୍ଣ। ଏଇ 3ଟା ଲେଖିକି ରଖ। ଭକ୍ତି ଶାସ୍ତ୍ରୀ ପାସ୍ ହେଇକି ଯିବ, କୋଉଠି ପଦେ କଥା ହେଲେ କିଛି ବୁଝିପାରିବନି, କହିବ କଣ ପଢିକି ଗଲ ତମେ, ମୋ ନାଁ ବଦନାମ ହବ, କୋଉଠି ଭକ୍ତି ଶାସ୍ତ୍ରୀ କରିଥିଲ? ଦ୍ୱାରକାଧୀଶ କୃଷ୍ଣ, ମଥୁରାଧୀଶ କୃଷ୍ଣ, ବୃନ୍ଦାବନଧୀଶ କୃଷ୍ଣ। ବୃନ୍ଦାବନ ଏ 3 ଜଣ କୃଷ୍ଣ। ଭିତରେ ଶ୍ରେଷ୍ଠ କିଏ? ବୃନ୍ଦାବନ ବୃନ୍ଦାବନ କୃଷ୍ଣ, ବୃନ୍ଦାବନ। ବୃନ୍ଦାବନ କୃଷ୍ଣ। ବାହ, ବହୁତ ସୁନ୍ଦର। ସମସ୍ତେ ବୃନ୍ଦାବନ ଯାଉଛ ଆଉ, ଜଣା ପଡୁଛି ଆଉ। ଠିକ ଅଛି, ତ ବୃନ୍ଦାବନଧୀଶ କୃଷ୍ଣ, ତା ମାନେ ଏଇଠି ବିଧୁର ମାନେ ସାରାଂଶ କିଏ ବାହାରିଲା? ବୃନ୍ଦାବନ କୃଷ୍ଣ। ବୃନ୍ଦାବନଧୀଶ କୃଷ୍ଣ ହେଲେ ବିଧୁର, ବିଧୁ ମାନେ ହେଲା ବୃନ୍ଦାବନଧୀଶ କୃଷ୍ଣ। ତ 2ଟା ମାନେ କିନ୍ତୁ ବାହାରିଲା। ପ୍ରଥମ ବାହାରିଲା ଚନ୍ଦ୍ରମା, ଯୋଉଟା ମାନେ ଲୌକିକ ଦୃଷ୍ଟିରେ, ଆଉ ସରସ୍ୱତୀ, ମା ସରସ୍ୱତୀଙ୍କ ଦୃଷ୍ଟିରେ ହେଲେ କୃଷ୍ଣ। ତ ଆମେ ଉଭୟ ପକ୍ଷର ମାନେକୁ ନେଇକି ଶ୍ଲୋକକୁ ବୁଝିବା, ଚନ୍ଦ୍ରମାକୁ ନେଇକି ଏବଂ କୃଷ୍ଣକୁ ନେଇକି। ତ ବର୍ତ୍ତମାନ ପ୍ରଥମେ କୋଉ ମାନେଟାକୁ ନେଇକି ଆମେ ବୁଝିବା? ତମମାନଙ୍କର କୋଉ ଆଗ୍ରହ କୁହ, ପ୍ରଥମେ କୋଉ ମାନେଟାକୁ ନେଇ ବୁଝିବା, କୃଷ୍ଣ ନା ଚନ୍ଦ୍ରମା? ଚନ୍ଦ୍ରମା। ଚନ୍ଦ୍ରମା। ଚନ୍ଦ୍ରମା ନେଇ ବୁଝିବା ପ୍ରଥମେ। ଆଜ୍ଞା। କଳି ଯୁଗ ଯୁଗ ଗଳା ଓଲଟା ହେଇଗଲା ଭାଇ।
ଗୋପଙ୍କ ଭାଇ ଆମେ ବିଷୟରେ କୃଷ୍ଣ ବହୁତ ଆଗେ କୃଷ୍ଣ ଭକ୍ତ ଆଗେ ଆମେ ଆମର ବି କୃଷ୍ଣ ପ୍ରଥମେ କୃଷ୍ଣଙ୍କୁ ନେଇକି ମୋର ଇଏ ମତାମତ। ହଁ ପ୍ରଥମେ କୃଷ୍ଣକୁ ମାନେ ନେଇକି ପଢିବା। ହଁ ଏ ଶ୍ଲୋକଟାକୁ ଆଉ ଥରେ ପଢ ସମସ୍ତେ। ଅଖିଳ ଅଖିଳ ରସମତ ତାରକା ପାଳିନି ଲଳିତ ଶ୍ୟାମା ଲଳିତ ରାଧା ରାଧା ପ୍ରେୟା ପ୍ରିୟାନ ମଧୁର୍ଯ୍ୟୟତି। ଠିକ ଅଛି, ଧନ୍ୟବାଦ। ତ ଏଇ ଯୋଉ କୃଷ୍ଣ ହଉଛନ୍ତି ଅଖିଳ ରସାମୂର୍ତ୍ତ ମୂର୍ତ୍ତି। ପ୍ରଥମ ଲାଇନ କହିଲେ ଅଖିଳ ରସାମୂର୍ତ୍ତ ମୂର୍ତ୍ତି। ଏ କୃଷ୍ଣଙ୍କ ଠାରୁ ସମସ୍ତ ରସର ଉତ୍ପତ୍ତି। ତ ବିଶେଷ କରି ରସ କେତେ ପ୍ରକାର ଗତ କ୍ଲାସରେ କହିଥିଲି, ପଢିଥିଲେ ଆମେ ଭୂମିକାରେ। 12 ପ୍ରକାର। 12 ପ୍ରକାର ପ୍ରଭୁଜୀ, 12 ପ୍ରକାର। 12 ପ୍ରକାରରୁ ପାଞ୍ଚଟି ମୁଖ୍ୟ 7ଟି ଗୌଣ। ଏଇ ମୁଖ୍ୟ 5ଟି କାହାର ମନେ ଅଛି କିଏ କହିପାରିବ? ଶାନ୍ତ, ଦାସ୍ୟ, ବାତ୍ସ୍ୟ, ମାଧୁର୍ଯ୍ୟ, ଶାନ୍ତ, ସାକ୍ଷ୍ୟ। ଜଣେ 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 କୁହ। ଆଜ୍ଞା ପ୍ରଭୁ। ଶାନ୍ତ ରସ, ସାକ୍ଷ୍ୟ ରସ, ମାଧୁର୍ଯ୍ୟ ରସ, ଆଉ ଦିଟା କିଏ କହୁଛନ୍ତି ମା ଆପଣ? ବାତ୍ସଲ୍ୟ। ବାତ୍ସଲ୍ୟ ରସ। କିଏ କହୁଥିଲେ ମା ଆପଣ? ମୁଁ ବିନୋଦିନୀ ପ୍ରଭୁଜୀ। ଆଚ୍ଛା, ଧନ୍ୟବାଦ। ଶ୍ୟାମା ସଖୀ ମା କୁହ। ନା ଶ୍ୟାମା ରାଶେଶ୍ୱରୀ ମା କୁହ। ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ ପ୍ରଭୁଜୀ। ପ୍ରଭୁଜୀ ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ 5ଟି ମୁଖ୍ୟ ଭେରି ରସ। ନାଇସ୍, ଥ୍ୟାଙ୍କ ୟୁ। ଆଉ 7ଟି ଗୌଣ? ପ୍ରଭୁଜୀ ସେଇଟା ବହିରେ ଲେଖା ହେଇଛି ସେକେଣ୍ଡ ଲାଇନରେ, ଦେଖିକି ତ କୁହ, ଟିକେ ତ ସ୍ମାର୍ଟ ହୁଅ। ପ୍ରଭୁଜୀ ଠିକ ହରେ କହିଛି। କୃଷ୍ଣ ପ୍ରଭୁ। ହାସ୍ୟ, କାରୁଣ୍ୟ, କାରୁଣ୍ୟ, ଭୟ, ଭୟ, ବୀରତ୍ୱ, ବିଭତ୍ସ୍ୟ, ରୁଦ୍ର, ଆଶିଷ୍ୟ। ରୁଦ୍ର। ଚୈତନ୍ୟ ଚରିତାମୃତ ମଧ୍ୟ ଜଣାର ଅଛି ଏ ଶ୍ଲୋକଟା। ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚରିତାମୃତ ଲୀଳାରେ ଏଇ ଶ୍ଲୋକଟା ଅଛି। ଭକ୍ତି ଭେଦେ ରତି ଭେଦ 5 ପ୍ରକାର, ଶାନ୍ତ ରତି, ଦାସ୍ୟ ରତି, ସଖ୍ୟ ରତି, ବାତ୍ସଲ୍ୟ ରତି, ମାଧୁର୍ଯ୍ୟ ରତି, ଏଇ 5 ବିଭେଦ। ରତି ଭେଦେ କୃଷ୍ଣ ଭକ୍ତି ରସେ 5 ଭେଦ। ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମଧୁର ରସ ନାମ କୃଷ୍ଣ ଭକ୍ତି ରସ ମଧ୍ୟ ଏ 5 ପ୍ରଧାନ। ହାସ୍ୟ, ଅଦ୍ଭୁତ, ବୀର, କରୁଣ, ରୌଦ୍ର, ବିଭତ୍ସ, ଭୟ 5 ଭକ୍ତ ଗୌଣ ସପ୍ତରସ হয়। ମାନେ ଏ 5 ପ୍ରକାର ମୁଖ୍ୟ ଏବଂ 7ଟି ଗୌଣ। ଏଇଟା ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ ଏ ଶ୍ଲୋକ ଅଛନ୍ତି ପୁରା। ଠିକ, ତାହେଲେ ଏବେ ଆମେ ଭଗବାନ କୃଷ୍ଣ ହେଲେ ରସ ସାଗର, ଅଖିଳ ରସର ମୂର୍ତ୍ତି, ତାଙ୍କଠୁ ସମସ୍ତ ରସ ଉତ୍ପତ୍ତି। ପ୍ରଭୁଜୀ ମଧ୍ୟ ଲୀଳାର କେତେ ନମ୍ବର ଶ୍ଲୋକରେ? ମଧ୍ୟ ଲୀଳାର 19 ଅଧ୍ୟାୟରେ 185 ପ୍ରୟାସ। ଆଜ୍ଞା ପ୍ରଭୁଜୀ। ଏବେ ଶ୍ଲୋକ ଦେଖ ଆମର ହ୍ୟାଣ୍ଡବୁକରେ। ପଶ୍ଚିମ ରୁଚି ଶୁଦ୍ଧ ତାରକା ପାଲି। ଏ ପଶ୍ଚିମର ମାନେ ହଉଛି ମାନେ ବିସ୍ତାର କରିଦେବା। ରୁଚି ମାନେ କାନ୍ତି। ନିଜର ପ୍ରସାରିତ କାନ୍ତି ଦ୍ୱାରା ତାରକା ଓ ପାଳିକୁ ଅବିରୁଦ୍ଧ କରିଦେଲେ, ମାନେ ଯୋଉ ତାଙ୍କର ନିଜର କାନ୍ତି ବିସ୍ତାରିତ କରିକି ତାରକା ଏବଂ ପାଳିକୁ ଅବିରୁଦ୍ଧ କରିଦେଲେ। ଏ ତାରକା ପାଳି କିଏ? ଗୋପୀ ମାନେ ପ୍ରଭୁ, ଗୋପୀ ମାନେ। ଗୋପୀ ମାନେ, ଅଷ୍ଟସଖୀ ଭିତରେ ଗୋପୀ ମାନେ। ତାରକା ପାଳିକା ଶ୍ୟାମା ଲଳିତା। ଠିକ ଅଛି। ଏ ତାରକା ପାଳି ହେଲେ ସଖୀ ମାନେ। କୋଉ ପ୍ରକାର ସଖୀ ମାନେ? ସଖୀଙ୍କର ବହୁତ କ୍ୟାଟାଗୋରୀ ଅଛି। କିଏ ଜାଣିଛ, କହିପାରିବ କିଏ? ମାଧୁର୍ଯ୍ୟ ପ୍ରଭୁ। ଲଳିତା, ବିଶାଖା। ଆଚ୍ଛା, ପ୍ରଥମେ କହିଲେ ତାରକା ଏବଂ ପାଳି, ତାପରେ କହୁଛନ୍ତି ଶ୍ୟାମା ଲଳିତା। ଏ ଶ୍ୟାମା ଲଳିତା କିଏ? ଯେ ତାରକା ପାଳି ହେଲେ ସଖୀ ମାନେ, ଶ୍ୟାମା ଲଳିତା ଏମାନେ କିଏ?
ରାଧାରାଣୀଙ୍କର ସଖୀ। ତାଙ୍କର ସଖୀ ହୁଁ? ରାଧା ରାଣୀଙ୍କର ରାଧାରାଣୀଙ୍କର ସଖୀ। ସଖୀ। କୃଷ୍ଣଙ୍କ ସଖୀ ଅଲଗା, ରାଧାରାଣୀଙ୍କ ସଖୀ ଅଲଗା। ଫାର୍ଷ୍ଟ ଟାଇମ ଶୁଣିଲି। ରାଧାକୃଷ୍ଣଙ୍କର ସଖୀ ମାନେ ସେମାନେ ସେବିକା। ଲଳିତା ବିଶାଖା ଏ ଦୁଇ ଜଣ ପୁରା ଆଚ୍ଛା, ରାଧା ଶ୍ୟାମା ଲଳିତା ଏମାନେ ବି ସଖୀ, ଏମାନେ ବି ସଖୀ। ତାପରେ ଏଠି ଦେଖ, ପ୍ରଥମେ ଦି ଜଣଙ୍କୁ ଗୋଟେ ଗୋଟେ କ୍ୟାଟାଗୋରୀ ରଖିଲେ। ପ୍ରଥମେ ରଖିଲେ ତାରକା ପାଣିକି, ତାପରେ ରଖିଲେ ଶ୍ୟାମା ଆଉ ଲଳିତାଙ୍କୁ, ଏବଂ ତାପରେ ଲାଷ୍ଟ କହୁଛନ୍ତି କିଏ? ଶ୍ରୀମତୀ ରାଧାରାଣୀ। ରାଧାରାଣୀ। ରାଧା ପ୍ରିୟାନ ବିଧୁର ଜୟତୀ। ରାଧାରାଣୀକି ଏକୁଟିଆ ରଖିଲେ। ତେଣୁକରି ଏଇଠି ଯୋଉ ସଖୀ ମାନଙ୍କର ବିଭାଜନ କରାଯାଇଛି, ପ୍ରଥମେ ଦି ଜଣ ରଖିଲେ, ତାପରେ ଦି ଜଣ ରଖିଲେ, ତାର କଣ ପାଇଁ କଲେ? ଏଟା କେଉଁ ଅନୁସାରେ ବିଭାଜନ କଲେ? ଶ୍ୟାମା ପ୍ରଭୁଜୀ ରାଶି ସେବା ପାଇବା ପାଇଁ, ସେବା ପାଇବା। ପ୍ରଭୁଜୀ ମାନେ ଷ୍ଟେଜେସ୍ ଅଫ ଗୋପୀରେ ଆମେ ପଢୁଥିଲୁ ଗୋଟେ ଜାଗାରେ, ତ ସେଠି ଥିଲା କି ମାନେ ସଖୀ ମାନେ କେମିତି ଡିଭାଇଡ ହେଇଛନ୍ତି। ଗୋଟେ ହଉଛନ୍ତି ମଞ୍ଜରୀ ଅଛନ୍ତି, ଯୋଉମାନେ ମାନେ ଭଗବାନ କୃଷ୍ଣଙ୍କର, ସେମାନେ ଭାବନ୍ତି କି ଭଗବାନ ମୋର ବୋଲି। ତାପରେ ଅଛନ୍ତି ସଖୀ, ଟିକେ ସେଟା ହାୟର ଲେଭେଲର, ସେମାନେ ରାଧାରାଣୀଙ୍କର ମାନେ ଅଣ୍ଡରେ ଅଛନ୍ତି। ତାପରେ ନିତ୍ୟ ସଖୀ, ପ୍ରାଣ ସଖୀ, ପ୍ରିୟ ସଖୀ, ପରମ ପ୍ରେଷ୍ଠ ସଖୀ, ଏମିତି ସବୁ ବୋଲି ପଢିଥିଲୁ ପ୍ରଭୁଜୀ। ଆଚ୍ଛା, କୋଉ ବହିରେ ପଢିଥିଲେ ଏଇଟା? ଏଇଟା ଆକ୍ଚୁଆଲି ପ୍ରଭୁଜୀ ଆମକୁ ଗୋଟେ ବୃନ୍ଦାବନର ପ୍ରଭୁଜୀ ଟିକେ ଲେକ୍ଚର ଦିଅନ୍ତି ଗୋପୀ ଗୀତମ ଉପରେ, ତ ସେ ଆମକୁ ରିସର୍ଚ୍ଚ କରିକି କହିଥିଲେ, ଆମେ ନୋଟ କରିଥିଲୁ। ଠିକ ଅଛି, ଧନ୍ୟବାଦ। କିନ୍ତୁ ଏଇଟାକୁ ଆଉ ଟିକେ ଟେକ୍ନିକାଲ ୱାର୍ଡରେ କହିଲେ, ସଖୀ ମାନଙ୍କୁ ସ୍ତର ଅନୁସାରେ ବିଭାଜନ କରାଯାଏ। ଆପଣ ଯୋଉ କହିଲେ ମଞ୍ଜରୀ, ସଖୀ, ସେଇଟାକୁ ସିମ୍ପଲ ଭାଷାରେ କହିଲେ, ଗୋଟିଏ ଟେକ୍ନିକାଲ ୱାର୍ଡ, ସ୍ତର ଅନୁସାରେ ସଖୀଙ୍କର ବିଭାଜନ କରାଯାଏ। ଏ ସଖୀ ମାନଙ୍କର ବିଭାଜନ ଯଦି ସ୍ତର ଅନୁସାରେ ହେଲା, ତାହେଲେ କଣ ତା ସ୍ତରଟା, କଣ ତାର ମାନେ ଇଲିଜିବିଲିଟି ବା କ୍ରାଇଟେରିଆ କି ଜାଣିଛ? କହିପାରିବ? କିଛି ବୁଝା ଯାଉଛି ନା ଟିକେ କଷ୍ଟ ହଉଛି ବୁଝିବା ପାଇଁ? କହିଲ। ବୁଝୁଛି ପ୍ରଭୁଜୀ। ଠିକ ଅଛି, ଯଦି ସଖୀ ମାନଙ୍କର ସ୍ତର ଅନୁସାରେ ବିଭାଜନ କରାଗଲା, ବିଭାଜନ ମାନେ କଣ? ଭିନ୍ନ ଭିନ୍ନ ଡିଭାଇଡ ଇନ ଭିନ୍ନ ଗ୍ରୁପ, ଭିନ୍ନ ସେବା, ଡିଭାଇଡ କରିବା, ଭିନ୍ନ ଭିନ୍ନ ଡିଭାଇଡ ସେବା। ଡିଭାଇଡ କରିବା। ତ ଯଦି ଡିଭାଇଡ ହେଲା, ତାହେଲେ ମତେ କୁହ କେତେଟା ଗ୍ରୁପ ବା କୋଉ କୋଉ ଗ୍ରୁପ, କିଏ କୋଉ ଗ୍ରୁପ ରୁହନ୍ତି, କଣ ହେଇପାରିବ? ବିଭାଜନ ତ ମାନେ ଦେୟ ନା, କୁହ। ପରିପ୍ରେକ୍ଷୀ ଗୋପୀ। କିଏ କହିଲା ଏ ଶବ୍ଦଟା? ଆଜ୍ଞା, ମୁଁ ପ୍ରଭୁଜୀ। ବିନୋଦିନୀ ମାତା। ନା, ଏଇଟା ଆଉ ଟିକେ ଚେଷ୍ଟା କର, ପାଖାପାଖି ପହଞ୍ଚିଲାଣି, ପୁରା ପରଫେକ୍ଟ ହେଇପାରୁନି। ପ୍ରଭୁଜୀ ଗୋଟେ ତାରକା ହଉଛି ସଖୀ, ସ୍ୱପକ୍ଷା, ଗୋଟେ ହଉଛି ସ୍ୱପକ୍ଷା, ଆଉ ଗୋଟେ ହଉଛି ବିପକ୍ଷା। ଆଜ୍ଞା, ରାଇଟ। ଏଇଟା ଲେଖି ରଖ, ଏଇଟା ସବୁ ଜାଣିବା କଥା। ଏଇଟା ବହୁତ ହାଇ ଷ୍ଟେଜ କ୍ଲାସ, ଖାଲି ଭକ୍ତିର ସଂସ୍କୃତି କ୍ଲାସ ବୋଲି ଏଇଟା କୁହାହଉଛି। ସଖୀ ମାନଙ୍କର ସ୍ତର ଅନୁସାରେ ବିଭାଜନ କରାଯାଏ। ମାନେ ସିମ୍ପଲ ଭାଷାରେ କହିଲେ, ଫାର୍ଷ୍ଟ କହିବ ଗୋଟେ ରାଧାରାଣୀ ଗ୍ରୁପ, ଗୋଟେ ଚନ୍ଦ୍ରାବଳୀ ଗ୍ରୁପ। ଭଗବାନ କୃଷ୍ଣଙ୍କର ଦୁଇ ଜଣ ମୁଖ୍ୟ, ରାଧାରାଣୀ ଏବଂ ଚନ୍ଦ୍ରାବଳୀ। ଭଗବାନ ଯେତେବେଳେ ଚନ୍ଦ୍ରାବଳୀ ନିକୁଞ୍ଜକୁ ପଳେଇବେ, ରାଧାରାଣୀ ଯଦି ଖୋଜି ଖୋଜି ଖବର ପାଇଲେ ଚନ୍ଦ୍ରାବଳୀ ନିକୁଞ୍ଜରେ ଭଗବାନ ରହିଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର କଣ ସେଟା ପ୍ରେମ ଭକ୍ତି ଚନ୍ଦ୍ରିକାରେ ଲୀଳାଟା ଲେଖା ହେଇଛି। ଭଗବାନ ଥରେ ଚନ୍ଦ୍ରାବଳୀ ନିକୁଞ୍ଜରେ ଅଛନ୍ତି, ରାଧାରାଣୀ ଅପେକ୍ଷା କରି ଅଛନ୍ତି, ଖୋଜି ଖୋଜି ପାଉନାହାନ୍ତି। ଲଳିତା ବିଶାଖା ସବୁ ଖୋଜୁଛନ୍ତି, ଲାଷ୍ଟ ଏମିତି କିଏ ଜଣେ ଆଜି ଖବର ଦେଲେ ଭଗବାନ ଚନ୍ଦ୍ରାବଳୀ ନିକୁଞ୍ଜରେ ଅଛନ୍ତି। ରାଧାରାଣୀ କ୍ରୋଧ ଅଭିମାନ କରିକି କହିଲେ, ଆଜିଠୁ ସେ ଲମ୍ପଟକୁ ଆଉ ମୋ ନିକୁଞ୍ଜକୁ ପଶିବା ପାଇଁ ଦେବନି। ଗେଟ୍ ଲଳିତା ବିଶାଖା ଛିଡା ହେଲେ ଦରୁଆ ନେଇକି। ଏଟା ବହୁତ ବିଶେଷ ଅଲଗା ଥିଲା, ସେଥିପାଇଁ ପ୍ରବେଶ କରିବାନି। ଠିକ ଅଛି, ତ ବେସିକାଲି ଦିଟା ଗ୍ରୁପ, ଗୋଟେ ରାଧାରାଣୀ ଗ୍ରୁପ, ଗୋଟେ ଚନ୍ଦ୍ରାବଳୀ ଗ୍ରୁପ। ଏଇ ଦିଟା ଗ୍ରୁପକୁ ଟେକ୍ନିକାଲ ୱାର୍ଡରେ
ରାଧାରାଣୀଙ୍କ ଗ୍ରୁପ ହେଲେ ସ୍ୱପକ୍ଷା, ଚନ୍ଦ୍ରାବଳୀଙ୍କ ଗ୍ରୁପ ହେଲେ ବିପକ୍ଷା। କିନ୍ତୁ ଏଠି ପ୍ରଶ୍ନ ଆସିବ, ତାମାନେ ଚନ୍ଦ୍ରାବଳୀ ଗ୍ରୁପ କଣ କୃଷ୍ଣକୁ ଭଲ ପାଆନ୍ତି? କୃଷ୍ଣକୁ ଭଲ ପାଆନ୍ତି, କିନ୍ତୁ ଏଠି ମୁଖ୍ୟ ହଉଛନ୍ତି ରାଧା ପ୍ରେମ ବିଧୁର ଜୟତୀ। ରାଧାରାଣୀ ହେଲେ ମୁଖ୍ୟ କୃଷ୍ଣଙ୍କର। ଯେହେତୁ ଚନ୍ଦ୍ରାବଳୀ ଗ୍ରୁପ ରାଧାରାଣୀଙ୍କର ବିପକ୍ଷରେ ଥାନ୍ତି, ତେଣୁକରି ସେମାନେ ବିପକ୍ଷା ଟିମ୍। ତ ଗୌରୀବନ୍ଧୁ ମହାରାଜ କୁହନ୍ତି ଗୋଟେ କ୍ଲାସରେ, ଚନ୍ଦ୍ରାବଳୀ କୁହନ୍ତି हे श्यामचंद्र আমি তোমার कि मैं आपका हूं, কিন্তু রাধারানী कहे ना श्यामचंद्र तुम ही আমার, तुम सिर्फ मेरे हो। ये फर्क हो। चंद्रावली कहे कृष्ण मु तुमर, କିନ୍ତୁ ରାଧା କहे कृष्ण एका मोर, कृष्ण मोर। এইটা হচ্ছে ভাবর ফরক। ତେଣୁକରି ଏଠି ସ୍ୱପକ୍ଷା ଏବଂ ବିପକ୍ଷା ଦୁଇଟି ପକ୍ଷଙ୍କର ଈର୍ଷା ଅଛି। ଦେଖ ଈର୍ଷା ଯେ ଖାଲି ଏଇ ଜଗତରେ ଏବେ ଆମ ଭକ୍ତ ମାନଙ୍କ ଦେଖ ସେଇଟା ନୁହଁ। ଚନ୍ଦ୍ରାବଳୀ ପାଖରେ ଭଗବାନ ଥିଲେ, ରାଧାଙ୍କର ଈର୍ଷା ହଉଛି। ଯଦିଓ ସେଟା ଏଇ ଜଗତରେ ଈର୍ଷା ଭଳି ନୁହଁ, କିନ୍ତୁ ରାଧାଙ୍କର ମନ ଦୁଃଖ ହଉଛି ନା ନାଇଁ? ଦୁଇଟି ପକ୍ଷଙ୍କର ପାଖରେ ଈର୍ଷା ଅଛି, ତେଣୁ ଜଣେ ପକ୍ଷ ହେଲେ ଅନ୍ୟ ଜଣ ବିପକ୍ଷ। ତ ରାଧାରାଣୀଙ୍କ ପାଇଁ ଚନ୍ଦ୍ରାବଳୀ ଗ୍ରୁପ ବିପକ୍ଷ, ଚନ୍ଦ୍ରାବଳୀଙ୍କ ପାଇଁ ରାଧାବଳୀ ଗ୍ରୁପ ବିପକ୍ଷ। ଜଣେ ପକ୍ଷ ହେଲେ ଅନ୍ୟ ଜଣ ବିପକ୍ଷ। ଏବେ ବୁଝିପାରିଲ? ଏବେ ବୁଝିପାରିଲ ତ? ଆଜ୍ଞା ପ୍ରଭୁ ବୁଝି ହଉଛି। ଠିକ ଅଛି, ଧନ୍ୟବାଦ। ତାପରେ ଏବେ କୁହ, ଯଦି ବିପକ୍ଷ ହେଇଗଲେ ସପକ୍ଷ ହେଇଗଲେ ବୁଝିଗଲ, ସ୍ୱପକ୍ଷ ବିପକ୍ଷ। ତତ୍ତ୍ୱଷ୍ଟା ଯୋଉ କୁହାହେଲା ପ୍ରଥମେ ତାରକା ଏବଂ ପାଳି, ଏମାନେ ସଖୀ ଅଛନ୍ତି, ଏମାନେ ତତ୍ତ୍ୱଷ୍ଟା। ତତ୍ତ୍ୱଷ୍ଟା ମାନେ କଣ? କୋଉମାନଙ୍କୁ ତତ୍ତ୍ୱଷ୍ଟା ଗ୍ରୁପ ରଖାଯିବ? କୋଉ ଗ୍ରୁପ କହିଲେ ପ୍ରଭୁଜୀ? ତଟସ୍ଥା। ତଟସ୍ଥା, ଯେମିତି ଜୀବ ତଟସ୍ଥା ଗ୍ରୁପରେ ସେମିତି। ବିପକ୍ଷା ଏଟା ସମ୍ପୂର୍ଣ୍ଣ ଅଲଗା। ଓକେ। ଜୀବ ତତ୍ତ୍ୱଷ୍ଟା ଗ୍ରୁପ ମାନେ ସେ କୃଷ୍ଣଙ୍କ ପାଖରେ ଅଛି, ମାୟା ଏପଟେ ମାୟା ଆଗ ପଟେ କୃଷ୍ଣ, ସେ ମଝିରେ ଚୁପା ନ୍ୟୁଟ୍ରାଲ ଅଛି ନା, ସେଟା ଏଟା ସ୍ୱତନ୍ତ୍ର ଅଲଗା। ଏଠି ତଟସ୍ଥା ହଉଛି ଯେ ଯଦିଓ ସେ ରାଧାରାଣୀ ଗ୍ରୁପରେ ଅଛନ୍ତି ବା ଚନ୍ଦ୍ରାବଳୀ ଗ୍ରୁପରେ ଅଛନ୍ତି, କିନ୍ତୁ କୃଷ୍ଣ ଯୋଉଠି ରୁହନ୍ତି ତାଙ୍କର କିଛି ବିଭେଦ ନାହିଁ, ନିରପେକ୍ଷ। ସେ ତେଣୁକରି ସେ ତଟସ୍ଥା। କିନ୍ତୁ ଏଠି ମୁଖ୍ୟ କଥା ମୁଁ କହୁଥିଲି ଟିକେ ପୂର୍ବରୁ, କଣ ସ୍ୱପକ୍ଷ ବିପକ୍ଷ ଯୋଉ ବିଭାଜନ କରାଯାଉଛି, ରାଧାରାଣୀଙ୍କୁ ପ୍ରାଧାନ୍ୟ କରାଯାଇଛି। ତ ରାଧାରାଣୀଙ୍କ ସଖୀର ଗ୍ରୁପର ସଖୀ ମାନେ ସେମାନେ କଣ? ଏ ସ୍ୱପକ୍ଷ ମାନେ କଣ? କାରଣ ସେମାନଙ୍କର ସ୍ନେହର ଅନ୍ତର ଅନୁସାରେ ସେମାନଙ୍କୁ ବିଭାଜନ କରାଯାଉଛି। ସ୍ନେହକୁ ଆଧାର କରି, ସ୍ନେହର ଆଧାର ଅନୁସାରେ ପ୍ରଥମେ ବିଭାଜନ କରାଯାଇଛି। ତ ମଧୁ ସ୍ନେହ ଓ ଘୃତ ସ୍ନେହ ଟିକେ ଏଠୁ ବୁଝ, ତମେ ବୁଝିଯିବ। ସଖୀ ମାନଙ୍କର ସ୍ନେହକୁ ଆଧାର କରିକି ବିଭାଜନ କରାଯାଇଛି, ମଧୁ ସ୍ନେହ ଓ ଘୃତ ସ୍ନେହ। ଏ ଦିଟାର ଅନ୍ତର କଣ? ଆପଣ ମାନେ ଜାଣିଥିବେ, ମଧୁ ମାନେ ମହୁ, ଆମ ଓଡିଆରେ ଯୋଉ କହନ୍ତି ମହୁ। ଘିଅ ବହୁତ ଭଲ, ଘିଅରେ ଯଦି ମିଠା ତିଆରି କରାଯାଏ ବହୁତ ଭଲ ଲାଗିବ, କିନ୍ତୁ ସେଥିରେ ଚିନି ପକେଇଲେ ଆଉ ଟିକେ ଭଲ ଲାଗିବ ମିଠା ହେଲେ। ଖାଲି ଘିଅଟା ପୁରା ମିଠା ନୁହଁ, ସୁଗନ୍ଧ ଟେଷ୍ଟି କିନ୍ତୁ ମିଠା ନୁହଁ। କିନ୍ତୁ ମହୁଟା ସେ ଖାଲି ମହୁରେ ତମେ ଯେକୌଣସି ଖାଦ୍ୟ ଖାଅ ସେଟା ଆସ୍ୱାଦନ ଲାଗେ। ମଧୁ ସ୍ନେହ ଆଉ ଘୃତ ସ୍ନେହ। ତ ଘିଅର କିଛି ମିଠା କଲେ ସେଥିରେ ଚିନି ମିଶା ପାଇଁ ପଡେ, କିନ୍ତୁ ମଧୁ ନିଜେ ନିଜେ ଆସ୍ୱାଦନୀୟ। ଗୋଟେ ଗ୍ରୁପରେ ରାଧାରାଣୀଙ୍କର ଭାବନା ପରି ସେମାନଙ୍କର ଭାବନା ପ୍ରାୟ ସେମ୍। କଣ ନା ରାଧାରାଣୀଙ୍କର ଯଦି ଇର୍ଷା ହଉଛି ଚନ୍ଦ୍ରାବଳୀକୁ, ସେମାନଙ୍କର ବି ଚନ୍ଦ୍ରାବଳୀକୁ ଦେଖିଲେ ଇର୍ଷା ହବ। ଯେମିତି ଲଳିତା ବିଶାଖା, ସେ କେବେ ଚନ୍ଦ୍ରାବଳୀ ପାଖକୁ ଯାଇପାରିବେ, କିନ୍ତୁ ଏ ଯୋଉ ପ୍ରଥମ ଯୋଉ ନାଁଟା ଦିଟା ନେଲେ ତାରକା ପାଳି, ତାଙ୍କର କିଛି ରିଆକ୍ସନ, ସେ ଚନ୍ଦ୍ରାବଳୀ ଗ୍ରୁପକୁ ଯିବେ, ରାଧାରାଣୀ ଗ୍ରୁପକୁ ବି ଆସିବେ। ତେଣୁକରି ସେ ତଟସ୍ଥ, ନ୍ୟୁଟ୍ରାଲ। ତ ରାଧାରାଣୀଙ୍କ ପକ୍ଷ ହେଲେ ସ୍ୱପକ୍ଷା, ଚନ୍ଦ୍ରାବଳୀଙ୍କ ପକ୍ଷ ହେଲେ ବିପକ୍ଷା।
ତ ରାଧାରାଣୀଙ୍କର ଭାବ ପରି ସେମାନଙ୍କର ଭାବ ଏବଂ ରାଧାରାଣୀଙ୍କର ଯଦି ଈର୍ଷା ହଉଛି ଚନ୍ଦ୍ରାବଳୀକୁ ସେମାନଙ୍କର ମଧ୍ୟ ଈର୍ଷା ହବ ଚନ୍ଦ୍ରାବଳୀ। ଏବଂ ସପକ୍ଷ ମାନେ କଣ? ଏଇ ମାନେ ସପକ୍ଷ ରାଧାରାଣୀଙ୍କ ଗ୍ରୁପ। ସପକ୍ଷ ମାନେ କଣ? ସପକ୍ଷ ମାନେ ତାଙ୍କ ସାଇଡ ତାଙ୍କ ରାଧାରାଣୀଙ୍କ ସାଇଡ ସାଇଡ। ଯେ କିଛି ବିଶେଷ କାରଣ ଥିବ ନା, ଖାଲି ତାଙ୍କ ସାଇଡ କଲେ ହବନି। ଯେମିତି ହରେ କି କୃଷ୍ଣ ତମକୁ ମାନେ ସେ ତମକୁ ଜଣେ ସପୋର୍ଟ କରୁଛି, ସେ ତାଙ୍କୁ ଭଲ ପାଉଛନ୍ତି ସ୍ନେହ। ମାନେ ରାଧାରାଣୀଙ୍କ ଗ୍ରୁପଟାକୁ ଏକ ସାଙ୍ଗରେ ଦେଖିବାକୁ ଭଲ ରୁହ ପାଉଥିଲେ। ରୁହ ଜଣେ ଜଣେ କରି କୁହ। ଶ୍ୟାମା ସଖୀ ମା କୁହ, ଶ୍ୟାମା ରାସ ମା। ପ୍ରଭୁଜୀ ସେମାନେ ମାନେ ରାଧାରାଣୀ ଏବଂ କାହ୍ନା ଦୁଇ ଜଣଙ୍କୁ ସାଙ୍ଗରେ ଦେଖିବାକୁ ଯୋଉ ମାନେ ଭଲ ପାଉଥିଲେ, ଖାଲି ଜଣଙ୍କ ସପୋର୍ଟ ନାଇକି ଆଚ୍ଛା ଠିକ ମାନେ ଅଛି। ସପୋର୍ଟ। ମୁକୁନ୍ଦ ପ୍ରିୟା ମା କୁହ। ହରେ କୃଷ୍ଣ ପ୍ରଭୁଜୀ ମାନେ ସେମାନେ ତାଙ୍କୁ ବହୁତ ଭଲ ପାଉଥିଲେ, ପ୍ରେମ କରୁଥିଲେ, ମାନେ ସେଥିପାଇଁ ସେ ତାଙ୍କ ସପକ୍ଷରେ ରହିବାକୁ ଚାହୁଁଥିଲେ। ହଉ, ଏଇଟା ତାର ମାନେ ନୁହେଁ। ତାର ପ୍ରକୃତ ମାନେ ହଉଛି ସପକ୍ଷ ମାନେ କଣ, ସ୍ୱପକ୍ଷ ମାନେ କଣ? ଯେଉଁମାନେ ପ୍ରିୟା ପ୍ରିୟତମଙ୍କ ମିଳନରେ ସାହାଯ୍ୟ କରନ୍ତି, କିନ୍ତୁ ମେନ୍ ପଏଣ୍ଟ ହଉଛି ଇଷ୍ଟ ସାଧକ ଅନିଷ୍ଟ ନିବାରକ। ଯେମିତି ଆପଣ ମାନଙ୍କର କିଛି ସାଙ୍ଗସାଥି ଥିବେ ଯେ ଧର ମୁକୁନ୍ଦ ପ୍ରିୟା ମାତାଜୀଙ୍କୁ ବିନୋଦିନୀ ମାତାଜୀ ବହୁତ ଭଲ ପାଉଛନ୍ତି, ସବୁ କାମ ସପୋର୍ଟ ଦିଅନ୍ତି, କିନ୍ତୁ ମୁକୁନ୍ଦ ପ୍ରିୟା ମାତାଜୀଙ୍କର କିଛି ଅସୁବିଧା ପଡ଼ିଲେ ସାଇଡ ହେଇଛି, ସେ ସେଠି ଚୁପଚାପ ଛିଡା ହେଇଛି। ସେଇଟା ହେଲାନି ସପକ୍ଷ। ତ ମୁକୁନ୍ଦ ପ୍ରିୟା ମାତାଜୀଙ୍କ ପ୍ରତି ଯୋଉ ବିପତ୍ତିରେ ଆସି ସେ ବିପତ୍ତିରେ କିପରି ଟଳାଯିବ, ତାଳିକି ମୁକୁନ୍ଦ ପ୍ରିୟା ମାତାଜୀଙ୍କୁ ସୁଖ ଦିଆଯିବ, ସେଇଟା ହେଲା ସପକ୍ଷ। ବୁଝିପାରିଲ ତ? ତାର ଏକ୍ସାମ୍ପଲ ଆଜ୍ଞା ଦଉଛି, ବୁଝିବାକୁ ଚେଷ୍ଟା କର। ଥରେ କଣ ହେଇଛି, ଏ ଯୋଉ ଏକ୍ସାମ୍ପଲଟା ଦେଲି, ଇଷ୍ଟ ସାଧକ ଅନିଷ୍ଟ ନିବାରକ, ସିଏ ହେବେ ସପକ୍ଷ। ଏକ୍ସାମ୍ପଲ ବାଧା ଦୂର କରିବା ପାଇଁ ଅନିଷ୍ଟ ନିବାରକ କେମିତି? ଥରେ ରାଧାରାଣୀଙ୍କ ସହ ଭଗବାନ ଶ୍ୟାମ ସୁନ୍ଦରଙ୍କୁ ଜଟିଳା ଶାଶୁ ଦେଖିଥିଲା ଘରେ ଅନ୍ ସ୍ପଟ। ଦେଖିଦେଲା ମୋ ବୋହୁ କୃଷ୍ଣ ସହିତ ଅଛି, ମାନେ ପଶ୍ଚିମ କଥା ହଉଛି। ତ ଜଟିଳାର ମାନେ କ୍ରୋଧ ପୁରା ଯାହା ହବ ସେଇ ଟାଇମରେ ଜାଣିଥିବ। ତ ଅଚାନକ ସେଇ ଟାଇମରେ ଲଳିତା ବିଶାଖା ବା ଭଗବାନ କୃଷ୍ଣଙ୍କର ଯଦି କିଏ ସଖା ବି ଥିଲେ ବା ସଖୀ ଥିଲେ, ସରି ସେଇ ସଖୀ ଥିଲେ, ଏଇ ସଖୀ ମାନଙ୍କୁ ରହସ୍ୟ କରୁଛନ୍ତି, ଏ ମା ଇଏ ରାଧାରାଣୀ ନୁହଁ, ଇଏ ମଧୁମଙ୍ଗଳ। ମଧୁମଙ୍ଗଳ ରାଧାରାଣୀର ଲେହେଙ୍ଗା ପିନ୍ଧି ପକେଇଛି, ଡ୍ରେସ ପିନ୍ଧି ପକେଇଛି। ଭଲ କି ଦେଖୁନୁ, ତୁ ବୁଢୀ ହେଲୁଣି ଦେଖିପାରୁନୁ। ଇଏ ରାଧାରାଣୀ ନୁହଁ, ଇଏ ହେଲା ରାଧାରାଣୀ ଆଉ ମଧୁମଙ୍ଗଳ ପୁରା ସେମ୍, ଖାଲି ସିଏ ପୁଅ, ଇଏ ମାନେ ସିଏ ପୁରୁଷ ସରେ, ନାରୀ ସରେ, ସ୍ତ୍ରୀ ସରେ। ଯଦି ମଧୁମଙ୍ଗଳକୁ ସ୍ତ୍ରୀ ବେଶରେ ସଜାଯାଏ, ରାଧାରାଣୀ କି ମଧୁମଙ୍ଗଳ କେହି ଚିହ୍ନି ପାରିବେ। ତ ଜଣେ ସଖୀ ଦେଖିଲେ ଏଠି ଶାମସୁନ୍ଦର ଧରା ପଡିଗଲେଣି, ପୁରା କଥାଟା ପୁରା ଗୋଳମାଳ ହେଇଗଲାଣି, ଏପଟେ ଜଟିଳା ପୁରା କ୍ରୋଧ କଲେଣି, କିନ୍ତୁ ସେ ସେଇଠି ଅନ୍ ସ୍ପଟ କହୁଛନ୍ତି, ଏ ମା ଇଏ ରାଧାରାଣୀ ନୁହଁ, ଇଏ ହଉଛି ମଧୁମଙ୍ଗଳ କୃଷ୍ଣ ସଖା, ସେ ରାଧାରାଣୀ ଡ୍ରେସ ପିନ୍ଧି ତା ସହିତ ଖେଳୁଛି। ତ ଜଟିଳା ବି କହିଲେ, ଆରେ ହଁ ତ, ହଁ ହଁ ଠିକ ଅଛି, ହଁ ହେଇଯାଇଥିବ, ଠିକ ଅଛି। ତ ଏଇଟା ହେଲା ଅନିଷ୍ଟ ନିବାରକ ଇଷ୍ଟ ସାଧକ। ଏବେ ବୁଝିପାରିଲ? କିନ୍ତୁ ଯଦି ସେଇଠି ଅଲଗା ସଖୀ ମାନେ କିଏ ଥିବେ, ଯଦି ଏଇ ଜଟିଳା ବା ପଳେଇ ଆଇଲା, ରାଧାରାଣୀ ସାମସୁ ଧରା ପଡିଲେ, ମୁଁ ଯାଉଛି ଭାଗି। ତ ଏଇଟା ସେ ରାଧାରାଣୀ କୃଷ୍ଣ ଭଲ ପାଉଛନ୍ତି, କିନ୍ତୁ ସିଏ କୃଷ୍ଣକୁ ବଞ୍ଚେଇ ପାଇଲେନି କି ରାଧାରାଣୀ ବଞ୍ଚେଇ ପାଇଲେନି ବିପତ୍ତିରୁ। ତ ଏଇଟା ସପକ୍ଷ ହବନି। ଏବେ ବୁଝିପାରିଲ ତ? ବାସ୍। ଶ୍ୟାମା ମାତାଜୀ ଏ ବୁଝିପାରିଲେ ଏକ୍ସାମ୍ପଲ ଟା? ଆଜ୍ଞା ପ୍ରଭୁଜୀ ବୁଝିପାରିଲି, ମାନେ ତାଙ୍କର ପ୍ରଦୀପ ପ୍ରଭୁ, ସୁହୃଦ। ପ୍ରଦୀପ ପ୍ରଭୁ ବୁଝିପାରିଲେ? ଆଜ୍ଞା ପ୍ରଭୁ, ହରେ କୃଷ୍ଣ। ଠିକ ଅଛି, ଯଦି କିଏ ନ ବୁଝିପାରେ ହାତ ଦେଖି। ତ ଏଇଟା ହେଲା ସପକ୍ଷ ଏବଂ ବିପକ୍ଷଙ୍କ ମଧ୍ୟରେ ଫରକ। ଏବେ ଆମେ ଆଗକୁ ବଢିବା। କିନ୍ତୁ ଚନ୍ଦ୍ରାବଳୀ ପକ୍ଷର ସପକ୍ଷ ରାଧାଙ୍କ ପାଇଁ ତଟସ୍ଥା। ତ ଗୋପୀ ମାନଙ୍କର ଗ୍ରେଡିଏସନ ଅଛି, ତଟସ୍ଥା ଠାରୁ ଉତ୍କୃଷ୍ଟ ସପକ୍ଷା,
ତ ଏଇ ଯୋଉ ଶ୍ଲୋକରେ ତାରକା ଏବଂ ପାଳି ଠାରୁ ଶ୍ରେଷ୍ଠ ହେଲା ଶ୍ୟାମା ଆଉ ଲଳିତା। ତାରକା ପାଳି ହେଲା ଚତୁର୍ଥ ଏବଂ ଶ୍ୟାମା ଲଳିତା ହେଲେ ସପକ୍ଷା। ତାଙ୍କଠାରୁ ଶ୍ରେଷ୍ଠ ହେଲେ ରାଧାରାଣୀ। ସେ ଶ୍ଲୋକ ପିଡିଏଫ୍ ଶ୍ଲୋକ ଦେଖ, ରାଧା ପ୍ରେୟାନ ବିଦୁର ଜୟତି। ଏବେ ଧ୍ୟାନର ବିଷୟ ହଉଛି ତଟସ୍ଥରେ 2 ଜଣ ଶକୁ ରଖିଲେ, ସପକ୍ଷରେ 2 ଜଣ ଶକୁ ରଖିଲେ, କିନ୍ତୁ ରାଧାରାଣୀకి ସିଙ୍ଗଲ ସ୍ଥାନ ଦେଲେ ଏକାକି। ଏଇଟା ମେନ୍ ଦେଖିବା ଆଲୋଚନାର ବିଷୟବସ୍ତୁ। ଏହାର କାରଣ ହଉଛି ରାଧାରାଣୀଙ୍କ ପରି ସମାନ କେହି ନାହାନ୍ତି, ତେଣୁକରି ସେ ଏକା। ଭଗବାନ ନିଜେ ବି କହୁଛନ୍ତି, ଆପଣ ମାନେ ସବୁ ଜାଣିଛନ୍ତି। ତେଣୁକରି ଏଇ ସବୁ ଶ୍ଲୋକ 1ରେ ପ୍ରଥମରେ କୃଷ୍ଣଙ୍କ ପାଇଁ ଶବ୍ଦ ହଉଛି ହେଲା ବିଧୁ। ଯଦି କୃଷ୍ଣଙ୍କ ପାଇଁ ଶବ୍ଦ ଦିଆହେଲା ବିଧୁ, ତାହେଲେ ସଂସ୍କୃତରେ ବିଧୁ ଶବ୍ଦର ବ୍ୟୁତ୍ପତ୍ତି କଲେ, ମାନେ ବିଭାଜନ କଲେ ବା ଅର୍ଥ ବାହାର କଲେ, ବିଧୁ 2ଟି ଅକ୍ଷର ବି ଏବଂ ଧୁ। ବି ମାନେ ବିଶେଷ ରୂପରେ, ଧୁ ମାନେ ଧୁନତି। ଧୁନତି ମାନେ ଓଡିଆରେ ତମେ ଶୁଣିଥିବ, କେତେବେଳେ କ୍ରୋଧରେ ଲୋକମାନେ କୁହନ୍ତିନି, ଏ ତ ଧୂଳା ଉଡେଇଦେବି, ଧୂଳି କରିଦେବି ତତେ। ଶୁଣିଥିବ ପ୍ରାୟ ପିଲାମାନେ ଖେଳା ଖେଳ ହଉଥିବେ, ବିଶେଷ ଭାବରେ ଧୁନତି। କଣ? ଧୁନତି ସର୍ବ ଦୁଃଖମ ବିଧୁନତି ସର୍ବ ସୁଖମ କିମ୍ବା ବିଦଧାତି ସର୍ବ ସୁଖମ। ସରି, ବିଧୁନତି ସର୍ବ ଦୁଃଖମ କିମ୍ବା ବିଦଧାତି ସର୍ବ ସୁଖମ। ଧୁନତି ସର୍ବ ଦୁଃଖମ, ଏ ସମସ୍ତ ଦୁଃଖକୁ ଧୂଳିସାତ କରିଦିଏ। କିଏ? କୃଷ୍ଣ ନାମ ବା କୃଷ୍ଣ। କୃଷ୍ଣ ଯୋଉଠି ଦୁଃଖ ସେଠି ନାହିଁ, କୃଷ୍ଣ ହେଲେ ଆନନ୍ଦର ବିଷୟ। ବିଧୁନତି ସର୍ବ ଦୁଃଖମ, ସବୁ ଦୁଃଖକୁ ଦୂର କରିଦେବେ। ବିଦଧାତି ମାନେ ଦିଅନ୍ତି ସର୍ବ ସୁଖମ, କୃଷ୍ଣ ସର୍ବ ମଙ୍ଗଳମୟ, ସମସ୍ତ ପ୍ରକାର ସୁଖ ତମକୁ ଦେଇପାରିବେ। ଏ ବିଧୁର ଅର୍ଥ ହଉଛି ଯେ, ଏବେ ବୁଝିପାରିଲେ, ଯେ ସର୍ବ ମଙ୍ଗଳ ଦେଇପାରିବେ, ସର୍ବ ସୁଖ ଦେଇପାରନ୍ତି ଏବଂ ସର୍ବ ଦୁଃଖ ବିନାଶ କରନ୍ତି। ଖଣ୍ଡୟତି ସର୍ବ ଦୁଃଖମ ଏବଂ ବିଦଧାତି ସର୍ବ ସୁଖମ, ଯିଏ ସବୁ ପ୍ରକାର ଦୁଃଖକୁ ଖଣ୍ଡନ କରିପାରନ୍ତି ଏବଂ ସବୁ ପ୍ରକାର ସୁଖର ବିଧାନ କରିପାରନ୍ତି, ତାଙ୍କୁ କୁହାଯାଏ ବିଧୁ। ତା ଯେ ସବୁଠାରୁ ଶ୍ରେଷ୍ଠ ସେ ହେଲେ ବିଧୁ। ତ ଏଠି ସବୁଠାରୁ ଶ୍ରେଷ୍ଠ ମାନେ ହେଲେ କିଏ? କୃଷ୍ଣ। ତ କୃଷ୍ଣ ବିଧୁ ମାନେ କୃଷ୍ଣ ରଖିକି ଆମେ ଏଇ ଶ୍ଲୋକର ମାନେ ବୁଝିଲେ ଯେ ତାରକା ପାଳି ହେଉଛନ୍ତି ସଖୀ, ତଟସ୍ଥା ସଖୀ, ଶ୍ୟାମା ଏବଂ ଲଳିତା ହେଲେ ସପକ୍ଷା ସଖୀ ଏବଂ ରାଧାରାଣୀ ହେଲେ ମୁଖ୍ୟ, ମାନେ ଭଗବାନଙ୍କର ପ୍ରିୟ, ସବୁଠୁ ଶ୍ରେଷ୍ଠ ପ୍ରିୟ। ତ କୃଷ୍ଣ ହେଲେ ସବୁ ଦୁଃଖର ବିନାଶର କାରଣ। କୃଷ୍ଣକୁ ମାନେ କରିକି ଏଇ ଶ୍ଲୋକଟା ବୁଝିଲେ। ଏବେ ଆସିବ ଆମେ ଚନ୍ଦ୍ରମାକୁ ମାନେ କରି ଶବ୍ଦକୁ, ଚନ୍ଦ୍ରମା ଶବ୍ଦକୁ ମାନେ କରି ବୁଝିବା। ବିଧୁ ମାନେ ଚନ୍ଦ୍ରମା। ଏବଂ କଣ ପାଇଁ ରୂପ ଗୋସ୍ୱାମୀ ଡବଲ ମିନିଂ କରିକି ଲେଖିଲେ, ତାର ମାନେ ବି କୁହା, କାରଣ ବି କୁହା। ଚନ୍ଦ୍ରମାର ଅର୍ଥ, ଚନ୍ଦ୍ରମା ଅର୍ଥରେ ଗ୍ରହଣ କଲେ କଣ ଅର୍ଥ ହେବ? ବିଧୁକୁ ଯଦି ଆମେ ଚନ୍ଦ୍ରମା ବୋଲି ଗ୍ରହଣ କରିବା, ତାହେଲେ ଅଖିଳ ରସାମୃତ ମୂର୍ତ୍ତି। ସେଇ ଶ୍ଲୋକକୁ ଦେଖ, ଯେ ଚନ୍ଦ୍ରମାଙ୍କ ଠାରୁ ସବୁ ପ୍ରକାର ରସ ଆସୁଛି। ଆମେ ଯୋଉ ପନିପରିବା ଖାଉଛେ ନା, ଏଇ କଞ୍ଚା ଲଙ୍କାର ଯୋଉ ରାଗ, ଆପୁଲର ଯୋଉ, ଆମ୍ବର ଯୋଉ ମିଠା, ଏଟା ଚନ୍ଦ୍ରମାଙ୍କ ଠାରୁ ଆସୁଛି। ଚନ୍ଦ୍ରମା ଯଦି ନ ଆସିବେ, ଆମେ କୌଣସି ପନିପରିବା ଫଳର ଟେଷ୍ଟ ପାଇବାନି। ଏଇ ଆମ୍ବ, ପଣସ, କଞ୍ଚା ଲଙ୍କା, କଲରା, ଏଇ ଯୋଉ ସବୁ ସ୍ୱାଦ ଚନ୍ଦ୍ରମାଙ୍କ ଠାରୁ ଆସୁଛି। ସେ ହେଲେ ସବୁ ରସର ଭଣ୍ଡାର। ଖଟା ସାର। ମିଠା ସବୁ ରସ, ସବୁ ପ୍ରକାର ରସ ଏ ଚନ୍ଦ୍ରମା ଠାରୁ ଆସୁଛି। ଏବଂ ଏ ଯୋଉ ଔଷଧ, ପୃଷ୍ଠାମିଚ ଔଷଧ ସର୍ବେ ସୋମଭୂତାର ସତ୍ମକ। ହଁ, ଏଇ ଔଷଧ ସବୁ ଚନ୍ଦ୍ରମା ଠାରୁ ତିଆରି ହଉଛି, ମାନେ ତାଙ୍କଠୁ ଆସିଛି। ଯଦି ଚନ୍ଦ୍ରମାଙ୍କର କ୍ଷୀର ନ ପଡିବ, କୌଣସି ପନିପରିବାର ଆମେ ଫଳ ଶସ୍ୟରେ କିଛି ପାଇପାରିବାନି। ଏ ତାରକା ପାଳି କିଏ? ଏ ତାରକା ପାଳି ଏମାନେ ସବୁ କିଏ? ଏମାନେ ତାରା, ତାରା ମାନଙ୍କ ସମୂହ। ଚନ୍ଦ୍ରମା, ଯେ ଆକାଶରେ ଚନ୍ଦ୍ରମା ରହିଲେ ପାଖରେ ତାରା ଥାନ୍ତି ନା, ତାରା ମାନଙ୍କର ସମୂହ।
तो जो चंद्रमार किरण उज्जवल हुए तारार किरण फिका पड़ जाए ना, तारार उज्जवल देखा जाए। चंद्रमार किरण तारा मानकर किरण को फिका कर दिए, बा जार किरण तारा मानक किरण को फिका कर दिए, सी हेले चंद्रमा। श्यामा माने कौन? रात्रि। श्यामा ललिता सको देख, चंद्रमा अर्थ श्यामा हेले रात्रि, ललित कौन? सौभाग्यशाली। रात्रि को सौभाग्यशाली बनाऊँ किए? चंद्रमा। चौथ रात्रि पूर्णिमा रात्रि, पूर्णिमा रात्रि समस्त प्रिय ना, रात्रि की सौभाग्यशाली किए बनाऊँ? चंद्रमा। लोग राधा प्रिय, जे राधा को प्रिय, एटी राधा माने कौन हम? एटी अनुराधा। अनुराधार आ गोटे ना विशाखा। 27 प्रकार नक्षत्र अच्छा आमर, आम जो ग्रह ज्योतिष शास्त्र जे पढ़ुवे से जानी नक्षत्र गणना अनुसार चलनी अनुसार मास गणना करा जाए, मास विभाजन करा जाए। अनुराधा माने विशाखा, एमाने सब नक्षत्र। एटी चंद्रमा पाखे गोपी नुहति, विशाखा नक्षत्र अच्छी, जानिଛ ना जानी ना? माने एठी विशाखा नक्षत्र बहुत प्रिय अटे कार? चंद्रमाकार। विशाखा नक्षत्र चंद्रमा को एते प्रिय, चंद्रमा 1 मास धरी विशाखा नक्षत्र अनुगमन करती, से मास को बैशाख मास कह जाए। विशाखा नक्षत्र को चंद्रमा गोटे मास धरी चलती बोली से मास ना बैशाख। विशाखा नक्षत्र जार बहुत प्रिय से चंद्रमा कर जय हो, जो विदुर जय। एवं प्रश्न हो पार, रूप गोस्वामी भक्ति रसामी सिंधु ग्रंथ रचना कर चंद्रमा जय जयकार देवा कौन दरकार? आपण मैंने कहे ना आम कृष्ण ठीक अच्छे, भक्ति रसामी ग्रंथ रचना कले कृष्ण माने ठीक अच्छे, कृष्ण को माने कृष्ण को विधु माने कृष्ण, यही अर्थ ठीक अच्छे। चंद्रमा को कले तार कौन आवश्यक अच्छी? आवश्यक अच्छी कौन अच्छी? किछि लोक एपरि अछंती जो माने जो मानकर भगवत ज्ञान नहीं, भगवान को विषय से माने लेखिले किसी बुझी पारिबेनि। तेणु ए संसार रे देखा जाउथवा किछि उदाहरण देके बुझाइले से माने बुझी पारि, जानि पारि। तो भागवत रे 28 प्रकार रूप वर्णना कर भगवान कर, जमी पहाड़ हेले पहाड़ जिते प्रकार पहाड़ पर्वत सब भगवान कर, हाड़ भगवान कर, जो विश्व रूप जो माने भगवान को जानी पारना से कहते ये गछ भगवान, पहाड़ भगवान, नदी भगवान, भगवान कर जो विश्व रूप। तेणु करी रूप गोस्वामी एभली माने एपटे चंद्रमा एपटे कृष्ण उभय माने नहीं कि श्लोक लिखुं। तो मन एमती भी मन एत चंचल जे से मन भगवान पाख मत जापर, जो कृष्ण विद्वेषी लोक। तेणु से रूप गोस्वामी एभली मान देके लिखिले। ए श्लोक 2 पढ़ पीडीएफ। रुद्रस्य प्रणनाय प्रवर्तहं पराकरूपयपि पदकमलं वन्दे चैतन्यदेवस्य। तो बही रे सेकंड पैराग्राफ रे भक्ति रसामृत सिंधुर रचयिता से पैराग्राफ जन पढ़। प्रथमे श्रील रूप गोस्वामी प्रभुपाद एवं श्रील भक्ति सिद्धांत सरस्वती गोस्वामी प्रभुपाद चरण कमल रे मोर प्रेमपूर्ण प्रणति जनाउछि, जहांक प्रेरणा मते एही भक्ति रसामृत सिंधु ग्रंथर सार संकलन करिबारे प्रवृत्त करछि। तुम कौन कहले हरिबोल ते कथाटा शुण भल भावे।
ମୁଁ କହିଲି ଯୋଉ ସେକେଣ୍ଡ ପାରାଗ୍ରାଫ ନୁହଁ, ସେକେଣ୍ଡ ପେଜ ରେ ଯୋଉ ପାରାଗ୍ରାଫର ଆରମ୍ଭରେ ଭକ୍ତି ରସାମୃତ ସିନ୍ଧୁର ରଚୟିତା। ଆଜ୍ଞା ପ୍ରଭୁଜୀ। ହରେ କୃଷ୍ଣ ପ୍ରଭୁଜୀ। ରସାମୃତ ସିନ୍ଧୁର ଗ୍ରନ୍ଥର ରଚୟିତା ଭକ୍ତି ରସାମୃତ ସିନ୍ଧୁର ଗ୍ରନ୍ଥର ରଚୟିତା ଶ୍ରୀଲ ରୂପ ଗୋସ୍ୱାମୀ ନିଜକୁ ଏ କାର୍ଯ୍ୟ ପାଇଁ ଅନୁପଯୁକ୍ତ ବୋଲି ତାଙ୍କର ଦୀନତା ପ୍ରକାଶ କରି କୃଷ୍ଣ ଭାବନାମୃତ ପ୍ରସାର ଦିଗରେ ଉଦ୍ୟମ ମାତ୍ର କରୁଛନ୍ତି ବୋଲି ନମ୍ରତାର ସହିତ ଉଲ୍ଲେଖ କରିଛନ୍ତି। ଶ୍ରୀଲ ରୂପ ଗୋସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି କୃଷ୍ଣ ଭାବନାମୃତ ଆନ୍ଦୋଳନର ସମସ୍ତ ପ୍ରଚାରକ ସେହି ମନୋଭାବ ଗ୍ରହଣ କରିବା ଉଚିତ। ଆମେ ନିଜକୁ ମହାନ ପ୍ରଚାରିକ ବୋଲି ଆଦୌ ଭାବିବା ଉଚିତ ନୁହେଁ, ମାତ୍ର ଆମେ ସର୍ବଦା ବିଚାର କରିବା ଉଚିତ ଯେ ଆମେ କେବଳ ପୂର୍ବ ଆଚାର୍ଯ୍ୟଙ୍କ କାର୍ଯ୍ୟ କାର୍ଯ୍ୟରେ ନିମିତ୍ତ ମାତ୍ର ଅଟୁ। ଠିକ ଅଛି। ଏଇଠି ଆମେ ପଢୁଛନ୍ତି ଯେ ଏଠି ରୂପ ଗୋସ୍ୱାମୀ ପ୍ରେରଣା ଦେଲେ, ମାନେ ଯିଏ ପ୍ରେରଣା ଦେଲେ ଏଇ ଗ୍ରନ୍ଥ ଲେଖିବା ପାଇଁ, କିଏ? ବାରାକ ରୂପୀ ଶ୍ଲୋକରେ କହୁଛନ୍ତି ରୂପ ଗୋସ୍ୱାମୀକୁ ଯିଏ ପ୍ରେରଣା ଦେଲେ, କିଏ? ବାରାକ ରୂପୀ। ବାରାକ ମାନେ ତୁଚ୍ଛ, ମାନେ ସେ ନିଜକୁ କହୁଛନ୍ତି ମୁଁ ବହୁତ ତୁଚ୍ଛ, ମତେ ପ୍ରେରଣା ଦେଲେ କିଏ? ମୋର ଇଷ୍ଟ, ମୋର ଭଗବାନ ବା ମୋ ଗୁରୁ, ତାଙ୍କ ପ୍ରେରଣାରେ ମୁଁ ଏଇଟା ଲେଖୁଛି। ଫାଷ୍ଟ ଶୁଣିଥିଲେ ନା, ଚୈତନ୍ୟ ମହାପ୍ରଭୁ କହିଲେ ତୁମେ ଗ୍ରନ୍ଥ ରଚନା କର, ଯୁକ୍ତ ତୀର୍ଥ ଉଦ୍ଧାର କର, ସବୁ ଉପଦେଶ ଦେଲେ ନା। ରୂପ ଗୋସ୍ୱାମୀ ନିଜକୁ ବହୁତ ତୁଚ୍ଛ ମନେ କରୁଛନ୍ତି, ତଥାପି ଯାହାଙ୍କ କୃପାରୁ ସମ୍ଭବ ହେଲା ସେ ଚୈତନ୍ୟ ଦେବକୁ ମୁଁ ପ୍ରଣାମ କରୁଛି। ଏଇ ଯୋଉ ଗ୍ରନ୍ଥ ରଚନା ଯାହାଙ୍କର କୃପାରୁ ସମ୍ଭବ ହେଇପାରିଲା, ସେ ହେଲେ ଚୈତନ୍ୟ ଦେବ, ମୋର ଇଷ୍ଟ ଦେବ, ମୋ ଗୁରୁ, ତାଙ୍କୁ ମୁଁ ପ୍ରଣାମ କରୁଛି। ରୂପ ଗୋସ୍ୱାମୀ ନିଜ ବିଷୟରେ ଲେଖୁଛନ୍ତି ମୁଁ ଅତିଶୟ ତୁଚ୍ଛ। ଏଇ ଶୋକର ଭାବଟାକୁ ପ୍ରଭୁପାଦ ଏଇ ପାରାଗ୍ରାଫରେ ଲେଖିଛନ୍ତି, ମୁଁ ଅତିଶୟ ତୁଚ୍ଛ। ପ୍ରଭୁପାଦ ଲେଖୁଛନ୍ତି ପ୍ରଚାରକ ନିଜକୁ ତୁଚ୍ଛ ମନୋଭାବ ରଖିବା ଉଚିତ, ଯେ ମୁଁ ଏତେ ପ୍ରଚାର କଲି, ଏତେ ଲୋକଙ୍କୁ ଭକ୍ତ ବନେଇଲି, ଏତେ ଫଲୋଅର ମୋର, ଏଇଟା ଅହଙ୍କାର ମନୋଭାବ ପ୍ରଚାରକ ରହିବା ଉଚିତ ନୁହେଁ। ବେଳେ ବେଳେ କହୁଛନ୍ତି ସିଏ ମୋ ପିଲା, ମୋ ଭକ୍ତ, ସିଏ ମନ୍ଦିରକୁ ମୁଁ ଆଣିଛି ତାଙ୍କୁ। এই ମନୋଭାବଟା ରହିବା ଉଚିତ ନୁହେଁ। ରୂପ ହରେ ଗୋସ୍ୱାମୀ କୃଷ୍ଣ ଦୈନ୍ୟତାରେ ପ୍ରଭୁଜୀ, କୁହନ୍ତୁ। ଏବେ ବହୁତ ଏଇ ଯୋଉ ପ୍ରଚାରକ ମାନଙ୍କର ଏଇ ମନୋବୃତ୍ତି ରହୁଛି, ବହୁତ ଅହଙ୍କାର ସେମାନେ କରୁଛନ୍ତି ଜଣା ପଡୁଛି। ଦେଖନ୍ତୁ ଯିଏ ଏପରି ଭାବ ନିଜକୁ ଗୁରୁ କରିବେ ସିଏ ଆମ, ଭାବୁଛନ୍ତି। ହଁ ବାସ୍ ବାସ୍ ଠିକ ଅଛି। ଯିଏ ଭାବୁଛି ଭାବୁ ନା, ସେ ଯିଏ ଏମିତି ଭାବିବ ସିଏ ଆମର ଆଚାର୍ଯ୍ୟଙ୍କର କୃପାରୁ ବଞ୍ଚିତ ରହିବ। ଆଜ୍ଞା। ଯେମିତି କି ଗୋଟେ ହଉଛି ଆଚାର୍ଯ୍ୟଙ୍କର କୃପା, ଆଉ ଗୋଟେ ନିଜ ଚେଷ୍ଟାରେ ଭଗବାନ କୃପା କରନ୍ତି। ନିଜ ଯେତେ ଚେଷ୍ଟା କଲେ ବି ଯଦି ଗୁରୁ ଆଚାର୍ଯ୍ୟ ଖୁସି ନହେଲେ ଭଗବାନ କୃପା କରିବେନି। ତ ତାଙ୍କୁ ଲାଗୁଥିବ ମୁଁ ବହୁତ ଭକ୍ତି କରୁଛି, ଯେମିତି ଧାନ ଗଛ ଆଉ ବାଳୁଙ୍ଗା ଗଛ। ଧାନ ଗଛ ପୁରା କିଆରିରେ ଧାନ ଗଛ ଯେ ଦେଖିଥିବେ, ଚାଷ କରିଥିବେ ବା ବୁଲିବା ପାଇଁ ଯାଇଥିବେ, ପୁରା ସେମ୍ ଲେବୁଲରେ କିଆରି ସାରା ଗଛ ଥିବ, କିନ୍ତୁ ବାଳୁଙ୍ଗା ଯେ ଚାଖଡ ଉଠିକି ଥିବ, ସେ ପୁରା ଠିକ ଧାନ ଗଛଟା ଦେଖିବା ପାଇଁ ଠିକ ଧାନ କେଣ୍ଡା ଭଳିଆ ତା କେଣ୍ଡା, ସେ ଚାଖଡ ଉପରକୁ ଉଠିକି ଥିବ। ତ ଏଇଭଳିଆ ଅହଙ୍କାର ଭାବ ଥିଲେ ଭଗବାନ କୃଷ୍ଣ କିନ୍ତୁ ଗ୍ରହଣ କରିବେ। ସେ ହେଇପାରେ ସମାଜରେ ବହୁତ ଲୋକ ପ୍ରଣାମ କରିପାରନ୍ତି ବା ବହୁତ ଲୋକ ତାଙ୍କୁ ସମ୍ମାନ ଦେଇପାରନ୍ତି, କିନ୍ତୁ କୃଷ୍ଣ ସେଟା ଗ୍ରହଣ କରିବେ। ଏଇଟା ଆମ ଆଚାର୍ଯ୍ୟଙ୍କର ବା ଆମ ପରମ୍ପରାର ମନୋଭାବ ନୁହଁ। ଏଇଟା ଆମେ ଶୁଣିବା। ମୁଁ କଣ ପାଇଁ, ଦେଖନ୍ତୁ ଏଇ ଯୋଉ ଉପକ୍ରମଟା, এইଟାକୁ ମୁଁ ଭଲ ଭାବେ ବୁଝେଇବି, 2-3ଟା କ୍ଲାସ ଲାଗିବ। এইଟାକୁ ବୁଝିଗଲେ ଭକ୍ତି ରସ ସିନ୍ଧୁ ବହି ତମକୁ ପୁରା ଇଜି ଲାଗିବ, ଆଉ ତାପରେ ଡେଲି 2-3ଟା ଚାପ୍ଟର ଚାଲିବ। କିନ୍ତୁ এইଟାକୁ ବୁଝିବା ପାଇଁ ଖାଲି 2-3ଟା କ୍ଲାସ ଚାଲିବ। এইটা হচ্ছে মেন। ସେଇଥିପାଇଁ ମୁଁ ଏତେ କଷ୍ଟ କରିକି ଏମିତି ବୁଝିବା ପାଇଁ ଚେଷ୍ଟା କରୁଛି। ମାନେ ଯେଉଁ ଭକ୍ତ ଏପରି ମନୋଭାବ ପୋଷଣ କରୁଛନ୍ତି ସେ ଆଚାର୍ଯ୍ୟଙ୍କର କୃପା ପାଇବେନି, ଗୁରୁଦେବଙ୍କର କୃପା ପାଇବେନି, ତାହେଲେ କୃଷ୍ଣଙ୍କର କୃପା କେମିତି ପାଇବେ? তোমা স্থানে অপরাধে ନାହିଁ ପରିତ୍ରାଣ, ହରିସ୍ଥାନେ ଅପରାଧେ ତାରେ ହରି ନାମ, তোমা ସ୍ଥାନେ ଅପରାଧେ ନାହିଁ ପରିତ୍ରାଣ। এইটা ବି ଗୋଟେ ପ୍ରକାର ୱାନ୍ ଟାଇପ ଅଫ ଅପରାଧ।
ନିଜକୁ ବଡ ମାନିବା ଦେଖେଇ ହବା ତା ଆମେ ସେଥିରେ ପ୍ରବେଶ କରିବାନି ଆମ ଗ୍ରନ୍ଥ ଟପିକ ରୁ ବାହାରକୁ ପଳାଉଛି ହଁ ହଁ ଯେତିକି ଆମେ ଆଲୋଚନା ବିଷୟବସ୍ତୁ କଲେ ସେତିକି ହୁଁ କୁଆଡେ ଗଲା ଆମେ ଏଇଠି ଦେଖିଲେ ଯେ ରୂପ ଗୋସ୍ୱାମୀ କହୁଛନ୍ତି ଯେ ସେ ନିଜକୁ ବହୁତ ତୁଚ୍ଛ ମନେ କରୁଛନ୍ତି ପ୍ରଭୁପାଦ ମଧ୍ୟ କହୁଛନ୍ତି ସେ ରୂପ ଗୋସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି କୃଷ୍ଣ ଚେତନା ଆନ୍ଦୋଳନର ସମସ୍ତ ପ୍ରଚାରକ ସେହି ମନୋଭାବ ଗ୍ରହଣ କରିବା ଉଚିତ ଏଇଟା ଆମ ଆଚାର୍ଯ୍ୟ କହୁଛନ୍ତି ଦେଖନ୍ତୁ ଆଜ୍ଞା ମୁଁ ସେଇଟା ବହିରେ ହାଇଲାଇଟ କରି ରଖିଛି ଆମେ ନିଜକୁ ମହାନ ପ୍ରଚାରକ ବୋଲି ଆଦୌ ଭାବିବା ଉଚିତ ନୁହେଁ ମାତ୍ର ଆମେ ସର୍ବଦା ବିଚାର କରିବା ଉଚିତ ଯେ ଆମେ କେବଳ ପୂର୍ବ ଆଚାର୍ଯ୍ୟଙ୍କ କାର୍ଯ୍ୟରେ ନିମିତ୍ତ ମାତ୍ର ଅଟୁ ସେମାନଙ୍କର ପଦାଙ୍କ ଅନୁସରଣ କରିବା ଦ୍ୱାରା କେବଳ ଦୁର୍ଦ୍ଦଶାଗ୍ରସ୍ତ ଜନସାଧାରଣଙ୍କର କିଞ୍ଚିତ ଉପକାର କରିବାରେ ଆମେ ସମର୍ଥିତ ତେଣୁକରି ରୂପ ଗୋସ୍ୱାମୀ ତାଙ୍କର ଦୈନ୍ୟରେ ନିଜକୁ ତୁଚ୍ଛ ମନେ କରୁଛନ୍ତି କିନ୍ତୁ ମା ସରସ୍ୱତୀ ଏ ଅର୍ଥକୁ ସହିପାରୁନି ଗ୍ରହଣ କରୁନାହିଁ ମା ସରସ୍ୱତୀଙ୍କର ଅର୍ଥ ଅଲଗା କଣ କହୁଛନ୍ତି ମା ସରସ୍ୱତୀ ଏହାକୁ ସ୍ୱୀକାର କରିପାରୁନାହାନ୍ତି କଣ କହୁଛନ୍ତି ବାରାକ ରୂପୀ ତା ମାନେ ହଉଛି ସଂସ୍କୃତରେ ତା ମାନେ ହଉଛି ବରଂ ଶ୍ରେଷ୍ଠ ଅସମ୍ୟକାୟତି ଇତି ବାରାକ ବରଂ ଶ୍ରେଷ୍ଠ ଅସମ୍ୟକାୟତି ଇତି ବାରାକ ଯେ ବହୁତ ସୁନ୍ଦର ବର୍ଣ୍ଣନା କରେ ସିଏ ହେଲା ବାରାକ ମାନେ ଯେ ଶ୍ରେଷ୍ଠ ପ୍ରଥମ କ୍ଲାସରେ କହିଥିଲି ଯେ ରୂପ ନା ମାନେ କଣ ପାଇଁ ଦେଲେ ମହାପ୍ରଭୁ ନିରୂପୟତି ଇତି ରୂପ ଯେ ଯେଉଁ ବ୍ୟକ୍ତି ଯେକୌଣସି ଗୋଟେ ବିଷୟରେ ସୁନ୍ଦର ସେପ୍ ଦେବା ପାଇଁ ଦକ୍ଷ ସିଏ ହେଲେ ରୂପ ଠିକ ଏଇପରି ଏଠି ମା ସରସ୍ୱତୀ କହୁଛନ୍ତି ଯେ ଯିଏ ବହୁତ ସୁନ୍ଦର ବର୍ଣ୍ଣନା କରେ ସିଏ ହଉଛି ବାରାକ ରୂପ ଗୋସ୍ୱାମୀ କହୁଛନ୍ତି ମୋର କିଛି ଯୋଗ୍ୟତା ନାହିଁ କିନ୍ତୁ ମା ସରସ୍ୱତୀ ନା ତମର ବହୁତ ଯୋଗ୍ୟତା ତମେ ହିଁ ଉପଯୁକ୍ତ ବ୍ୟକ୍ତି ଠିକ ଅଛି ତ ଆମେ ଟିକେ ଏଇଥର ତ ଭଲ ଭାବେ ବୁଝିବା ପାଇଁ ଚେଷ୍ଟା କରିବା ତେଣୁକରି ଧୀରେ ଧୀରେ ଯିବା ଆଜି ମାତ୍ର 2ଟା ସକାଳ କରାହେଲା ଘଣ୍ଟାଟେ ସମୟ ହେଇଗଲାଣି ଆଉ କ୍ଲାସ ଆଗକୁ ନେଇ ହେବନି କାଲି କ୍ଲାସରେ 3 ନମ୍ବର ଶ୍ଲୋକଠୁ ପଢିବା ହରେ କୃଷ୍ଣ ଆଜିର ହରେ ଆଲୋଚ୍ୟ କୃଷ୍ଣ ବିଷୟବସ୍ତୁ ଉପରେ ଯଦି କେହି ବୁଝିପାରୁନ କୋଉଠି ବା କାହାର କିଛି ପ୍ରଶ୍ନ ଅଛି ପଚାରି ପାରିବେ ହରେ କୃଷ୍ଣ ପ୍ରଭୁ ଏଠି ଆଜ୍ଞା ମା ଚନ୍ଦ୍ରମାଙ୍କୁ କୁହନ୍ତୁ ଏ ଚନ୍ଦ୍ରମାଙ୍କୁ ଯୋଉ ନିଆଯାଇଛି ପ୍ରଭୁ ହେଲେ ତାଙ୍କୁ କାହିଁକି ଏଠି ମାନେ ଏଇ ଜାଗାରେ ଗ୍ରହଣ କରାହେଲା ହଁ ସେଇଟା କୁହାଗଲା ପା ସେଟା ତ ମୁଁ ନିଜେ ପ୍ରଶ୍ନ କରିଥିଲି ପଢେଇଲା ବେଳେ ଯେ ଏମିତି ପ୍ରଶ୍ନ ହେଇପାରେ ରୂପ ଗୋସ୍ୱାମୀ ଭକ୍ତିର ଗ୍ରନ୍ଥ ରଚନା କରୁଛନ୍ତି କିନ୍ତୁ ଚନ୍ଦ୍ରମାର କଣ ପାଇଁ ଜୟ ଜୟକାର ଦେଲେ ବା ଚନ୍ଦ୍ରମାକୁ କଣ ପାଇଁ ଗ୍ରହଣ କଲେ ତାର କାରଣ ହଉଛି କିଛି ଲୋକ ଏପରି ଅଛନ୍ତି ଯେ ଭଗବାନଙ୍କର ଭଗବତ ଜ୍ଞାନ ସେମାନଙ୍କର ନାହିଁ ବା ଭଗବାନଙ୍କ ବିଷୟରେ ସେମାନେ କିଛି ଗ୍ରହଣ କରିବା ପାଇଁ ଅଯୋଗ୍ୟ ହଁ ସେମାନଙ୍କୁ ବୁଝିବା ପାଇଁ ତାର ମାନ୍ୟତା ଚନ୍ଦ୍ରମା ଦିଆ ସେମାନେ ଜଡ ଜଗତର କିଛି ଜିନିଷକୁ ଦେଖିକି ବୁଝିବା ପାଇଁ ପ୍ରୟାସ କରନ୍ତି ବା ବୁଝିପାରନ୍ତି ହଁ ପ୍ରଭୁ ଠିକ ସେଇଟା ତାଙ୍କ ପାଇଁ ଦିଆହେଲା ଯେ କିନ୍ତୁ ଏଠି କୃଷ୍ଣ ଆଉ ଚନ୍ଦ୍ରମା ଏଇ ଦୁଇ ଜଣଙ୍କୁ ନେଇକି ଏଠି କହିବାର ଅର୍ଥ ହେଲା ଯେ ସେଠି ତାଙ୍କ ସହିତ କଣ ବୁଝେଇ ପାରିବା ଆମେ ଶୁଣନ୍ତୁ ଯୋଉମାନେ କୃଷ୍ଣକୁ ନେଇକି ବୁଝେଇବା ହେଲା ଆମର ଭକ୍ତି ସୁନ୍ଦର ଯୋଉ ମୂଳ ଆଲୋଚ୍ୟ ବିଷୟବସ୍ତୁ ସେଟାକୁ ହଁ ବୁଝା ହେଲା ହଁ କିପରି କୃଷ୍ଣଙ୍କର ସ୍ୱପକ୍ଷା ବିପକ୍ଷା ତତ୍ତ୍ୱଷ୍ଟା ହଁ ସଖୀ ବା କୃଷ୍ଣଙ୍କର ସେବା ଭାବ ଏଇଟା ହେଲା ଭକ୍ତ ମାନଙ୍କ ପାଇଁ ଆଉ ହଁ ଚନ୍ଦ୍ରମାର ଏକ୍ସାମ୍ପଲ ହେଲା ବାହାର ଲୋକଙ୍କ ପାଇଁ ତାମାନେ ତାଙ୍କର ଜିଷ୍ଟ କେବଳ ସେଇ ଚନ୍ଦ୍ରମାର ବିଷୟ ହିଁ ଅଭକ୍ତ ମାନଙ୍କୁ କୁହାଯିବ ଆ ଭିତରେ ବାସ୍। କୁହାଯିବ ନୁହଁ ତମେ ଯାହାକୁ ଯିଏ ପଢିବ ଏଇଟା ରୂପ ଗୋସ୍ୱାମୀ କାହାକୁ କୁହା ପାଇଁ କହିନାହାନ୍ତି ଯିଏ ପଢିବ ସେ ବୁଝିବ ଆଜ୍ଞା ଗୀତାରେ ଭଗବାନ କହିଛନ୍ତି ଯିଏ ଯଥାମା ପ୍ରପଦ୍ୟନ୍ତେ ଯିଏ ହଁ ଏଇ ଶ୍ଲୋକଟାକୁ ଯିଏ ଯେମିତି ମନୋଭାବରେ ପଢିବ ଭଗବାନ ତ ସେମିତି ଦର୍ଶନ ଦେବେ ସିଏ ପଢିବା ବ୍ୟକ୍ତି ତାର ମନୋଭାବ ଅନୁସାରେ ସେ ବୁଝି ନେବ ଅଟୋମେଟିକ ଆଉ ତମେ ତ ବୁଝିବ ମାନେ ଭକ୍ତି ବିଷୟରେ ବୁଝେଇବ ନା କୃଷ୍ଣ ବିଷୟରେ ହଁ ବୁଝେଇବ ତମେ ଠିକ ତ ଅଛି ଭଗବାନଙ୍କର ଭକ୍ତ ହରେ କୃଷ୍ଣ ପ୍ରଭୁଜୀ ହରେ କୃଷ୍ଣଙ୍କୁ କୃଷ୍ଣ ତ ବ୍ରଜ ଚନ୍ଦ୍ରମା କହନ୍ତି ପ୍ରଭୁ ଆଜ୍ଞା
କୃଷ୍ଣଙ୍କୁ ତ ବ୍ରଜ ଚନ୍ଦ୍ରମା କୁହାଯାଏ ପ୍ରଭୁ। ସେଇଥିପାଇଁ କହିଲା ବା ମୁଁ କହିନୁ କି ଆପଣ କହୁନି କି ଯେ ଦେଖନ୍ତୁ ତେଣୁ ସଂସାରରେ ଦେଖୁଥିବା ବ୍ୟବହାର କରୁଥିବା ବିଷୟରେ ଲେଖିଲେ ସେମାନେ ଜାଣିପାରିବେ। ମାନେ ବ୍ରଜର ଚନ୍ଦ୍ରମା, କୃଷ୍ଣଙ୍କୁ ବ୍ରଜ ହଁ ବ୍ରଜ ଚନ୍ଦ୍ରମା ଯେ କୁହାଯାଏ। ମାୟାପୁର ଚନ୍ଦ୍ର ଚୈତନ୍ୟ ମହାପ୍ରଭୁ ହଁ କୁହାଯାଏ ମାୟାପୁର ଚନ୍ଦ୍ର। ହଁ, ସେ ବ୍ରଜ ଚନ୍ଦ୍ରମା କୁହାଯାଏ କୃଷ୍ଣଙ୍କୁ, ମାନେ ସେମିତି କିଛି ବ୍ରଜପୁରର ଅସୁବିଧା ନାହିଁ। ଚନ୍ଦ୍ରମା। ଏବେ ତ ଆଉ କଣ ଚନ୍ଦ୍ର କହ ମାନେ ବଂଶରେ ଜନ୍ମ ବ୍ରଜକୁ ସେ ଆଲୋକିତ କରନ୍ତି, ଉଜ୍ଜଳ ଦିଅନ୍ତି। ହୁଁ। ଖାଲି ବ୍ରଜ ନୁହଁ, ଚନ୍ଦ୍ର ବ୍ରହ୍ମାଣ୍ଡ ଏ ବଂଶରେ କୋଟି ବି କୋଟି ଜନ୍ମ ନା ବ୍ରହ୍ମାଣ୍ଡକୁ ସେ ଉଜ୍ଜଳ ଦିଅନ୍ତି। ବାବୁଜୀ ସେ ଚନ୍ଦ୍ର ବଂଶରେ ବି ଜନ୍ମ। ହଁ ଚନ୍ଦ୍ର ବଂଶରେ ବି ଜନ୍ମ। ବାବୁଜୀ ତାଙ୍କର ଗୋଟେ ଏଇ ଯୋଉ ଆଉ ଗୋଟେ ଶ୍ଲୋକ ଅଛି, ଶୁକ୍ଲାନ୍ ବରଧରନ୍ ବିଷ୍ଣୁಂ ଶଶିବରଣଂ ଚତୁର୍ଭୁଜଂ ପ୍ରସନ୍ନ ବଦନଂ ଜ୍ଞାନେ ସର୍ବ ବିଘ୍ନ ପ୍ରଶାନ୍ତୟେ। ଠିକ ଅଛି, ଆଉ କାହାର କଣ ପ୍ରଶ୍ନ ଅଛି? हरे कृष्ण। जगत गुरु श्रील प्रभुपाद महाराज की जय। सत्यवान गुरुदेव की जय। ଗୋଟେ ସେକେଣ୍ଡ ଖାଲି ପ୍ରଭୁଜୀ, ଆମେ ଏବେ ଚୈତନ୍ୟ ଚରିତାମୃତର ମଧ୍ୟ ଲୀଳାରେ ପଢୁଛୁ। ବହୁତ ସାରା ଏକ୍ସାମ୍ପଲ ଏବେ ଏଇ ଆମର ଭକ୍ତିର ସମୃତ ସିନ୍ଧୁରୁ ଆସୁଛୁ, ଆଉ ସେଟା ଟିକେ ଆମକୁ କଷ୍ଟ ଲାଗୁଛି, ତ ଆମେ ମଝି ମଝିରେ କିଛି ଡାଉଟ୍ ହେଲେ ଆପଣଙ୍କୁ ପଚାରି ପାରିବ କି ପ୍ରଭୁଜୀ? हाँ हाँ असुविधा नहीं। ଆଜ୍ଞା ପ୍ରଭୁଜୀ, ବହୁତ ବହୁତ ଧନ୍ୟବାଦ ପ୍ରଭୁଜୀ। ठीक अच्छे। हरे कृष्ण। जगत गुरु श्रील प्रभुपाद महाराज की जय। सत्यवान गुरुदेव की जय। अनंत पंडित वैष्णव की जय। रूप गोस्वामी पाद की जय। श्री श्री भक्ति रस गोस्वामी ग्रंथ की जय। मायापुरी इंस्टीट्यूट की जय। निताई गौर सीतानाथ प्रेमानंद। हरे कृष्ण। जॉइन करिवे। हरे कृष्ण।